हेलो आज्ञा सर नमस्कार। नमस्कार मैडम मैडम आपणकर भद्रक डिस्ट्रिक्ट नहीं आज्ञा आपणकर ना आउ एतिक कहबे कि मो ना एतिकी माने आपण फ्रेश कि एक्सपीरियंस केते आगुरु प्रिपरेशन करथिले टिके ब्रीफली खाली कहिदेबे हमर व्यूअर माने सुनिबे हो। आज्ञा आज्ञा सर सर मु भद्रकରୁ ପୂଜା अर्चना पंडा आज्ञा मोर सीएसटी मु देइथिली आगुरु सीएसटी रे बाहरला फर्स्ट टाइम थरो देइथिली प्रिलिम रे कटि आइथिली आज्ञा तापर नेक्स्ट आरएसटी देइथिली जो 22 रे बाहरला सेटा देइथिली प्रिलिम रे कटि आइथिली एलटीआर टा मोर टोटली फास्ट प्रिलिम मेन सब क्लियर करियार फास्ट अटेम्प्ट प्रथम आ मैडम आपणकर बीएड को वर्ष सरीथिला माने बीडी मोर 16 नु 18 टा थिला माने आपण 19 मसीहार जो बाहर थिला से दिनरु देई आसुचंती आ माने एट ए टाइम ନାଇଁ 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 ମୁଁ 21 ରେ ଦେଇଥିଲି ଗୋଟେ ଥର କଟି ଯାଇଥିଲି आज्ञा ନେକ୍ସଟ 22 ରେ ଦେଇଥିଲି ସେଥିରେ ବି ପ୍ରିଲିମ ରେ କଟି ଯାଇଥିଲି हाँ ତାପରେ ଏଲଟିଆର ରେ ଏଇଟା ମୋର ପ୍ରିଲିମ ମେନ୍ ଏକାଥରେ ସବୁ ଫାଷ୍ଟ ଆଉ ଆଟେମ୍ପ୍ଟ ଆପଣ ତ ମ୍ୟାରେଡ୍ ପର୍ସନ କହୁଥିଲେ କୋଉ ବର୍ଷ ମ୍ୟାଡାମ ଆପଣଙ୍କ ମ୍ୟାରେଜ ହେଇଛି? ମୋର ଜୁଲାଇ 24 ରେ ହେଇଥିଲା। ହଁ ମାନେ ଆପଣ ମ୍ୟାରେଜ କଲା ପରେ ପ୍ରିପାରେସନ କୁ କଣ୍ଟିନ୍ୟୁ କରିଛନ୍ତି। ଆଜ୍ଞା ହଁ ମାନେ ଆଜ୍ଞା ଆପଣଙ୍କର ଯୋଉ ସବୁ ଟିପ୍ସ ହବ ମାନେ ପର୍ଟିକୁଲାରଲି ମ୍ୟାରେଡ୍ ଲୋକମାନଙ୍କୁ ବହୁତ ହେଲ୍ପଫୁଲ ହବ ଏଇଟା। ଆଜ୍ଞା ହଉ ଆଜ୍ଞା ହଉ ମ୍ୟାଡାମ ମତେ ଖାଲି କୁହନ୍ତୁ ଆପଣ ଏଇ ଯୋଉ ପ୍ରିପେୟାର ଦେଖନ୍ତୁ ଆପଣ ଆଗରୁ ଦେଇଛନ୍ତି ଆପଣ ଧୀରେ ଧୀରେ ଜାଣିଥିବେ ନା ମୋର ଏଇଭଳିଆ ମିଷ୍ଟେକ୍ ହଉଛି ଆଉ ଆଜ୍ଞା ତାପରେ ଆଜ୍ଞା ପୁଣି ମ୍ୟାରେଜ ହେଇଗଲା ପରେ ଅଲଗା ପ୍ଲାନିଂ ବନେଇଥିବେ ଆପଣ ଏଥର କୋଉ ଭଳିଆ ମାଇଣ୍ଡ ସେଟ୍ ନେଇଥିଲେ ମୁଁ ତ ଆପଣ କହୁଥିଲେ ନା ଆପଣ 105 ରଖିଛନ୍ତି ମାନେ ଆଜ୍ଞା ଏକ୍ସଟ୍ରା ଅର୍ଡିନାରୀ ସ୍କୋର 105 କଣ କହିବା ଛୋଟ କଥା କି ମାନେ 105 ଆଜ୍ଞା ଗୋଟେ ଟପ୍ ୟୁଆର ରେ ଆପଣ ଆଜ୍ଞା ଜବରଦସ୍ତ ମେ ବି ଆପଣଙ୍କୁ ହୋମ ଡିଷ୍ଟ୍ରିକ୍ଟ ମାନେ ହାଇ ଚାନ୍ସ ମିଳିବ କୁହନ୍ତୁ ଆପଣ କୋଉ ଭଳିଆ ମାଇଣ୍ଡ ସେଟ୍ ରଖିଥିଲେ ମାନେ ମୁଁ ଫ୍ରି ଆଜ୍ଞା ସୋର୍ସେସ ରୁ ପଢିବି କି ସାର୍ ମୁଁ ମାନେ ଆପଣ ଦେଖନ୍ତୁ ଧୀରେ ଧୀରେ ଆଜ୍ଞା ଏକ୍ସପିରିଏନ୍ସ ହେଇଥିବ କି ଏଇ ଜାଗାରେ ମୁଁ ପଢୁଥିଲି ହେଲା ନାହିଁ ଆପଣ ପ୍ଲାନ୍ ଆଜ୍ଞା ବନେଇଥିଲେ ବଦଳେଇଥିଲେ କୋଉ ଆଜ୍ଞା ଜିନିଷ ମାନେ ଆଜ୍ଞା ପେଡ୍ କୁ ଭରସା କରିଥିଲେ କି ଫ୍ରି ରେ ଆଜ୍ଞା ପଢିଥିଲେ କୁହନ୍ତୁ ସେ ବିଷୟରେ। ଆଜ୍ଞା ସାର୍ ଫାଷ୍ଟ କଥା ହେଲା ମୁଁ ଯୋଉମାନେ ବି ମୋ କଥା ଶୁଣୁଛନ୍ତି ଆଜ୍ଞା ମୁଁ ଫାଷ୍ଟ ତାଙ୍କୁ ଗୋଟେ କଥା କହିବି ଯଦି ସତରେ ରହିକି ବହୁତ ହାର୍ଡୱାର୍କିଂ ଆମେ କରିବା ତାହେଲେ ଭଗବାନଙ୍କର ନିଶ୍ଚିତ ବି ଦୟା ହବ ଆମ ଉପରେ ଦିନେ ନା ଦିନେ ଏତେ କଷ୍ଟର ଫଳ ଆମକୁ ଦେବେ ସିଏ। ହଁ ଆଉ ମୁଁ ମ୍ୟାଡାମ ଜଣା ବହୁତ ପଡୁଛି ଈଶ୍ୱର ଦେଖନ୍ତୁ ବିଶ୍ୱାସୀ ପିଲାଟେ ଆଜ୍ଞା ମାନେ ମୁଁ ସେମିତି ନୁହେଁ କି ପଢୁଛି ତ ପଢୁଛି ସେମିତି ନୁହଁ ମୁଁ ମାନେ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖେ ତା ସହିତ ବି ମୋର ହାର୍ଡୱାର୍କ ମାନେ କଣ୍ଟିନ୍ୟୁ କରିଥାଏ। ଆଜ୍ଞା ଆଉ ଗୋଟେ ଭଲ କ୍ୟାରେକ୍ଟରର ପିଲା ହେଲେ ହିଁ ବାପ ମା ଶାଶୁ ଶ୍ୱଶୁର ସମସ୍ତଙ୍କ କଥା ଯିଏ ମାନିକି ଭଗବାନଙ୍କୁ ବିଶ୍ୱାସ କରିକି ଯିଏ ପରିଶ୍ରମ କରିବ ତାକୁ ହିଁ ମାନେ ଠିକ ରେଜଲ୍ଟ ଭଗବାନ ଦିନେ ନା ଦିନେ ଦେବେ। ହଁ ଦେଖନ୍ତୁ ଆପଣ 21 ରୁ ଆଜ୍ଞା ପେସେଣ୍ଟଲି ସହିତ ଅଛନ୍ତି ତା ଭିତରେ କେତେ ହାଇସ୍କୁଲ ଟିଚର ଗଲାଣି କେତେ ପିଲା ସକ୍ସେସ୍ ପାଇଥିବେ ଘର ପାଖରେ ବି ବୁଝୁଛନ୍ତି ତ। ଆଉ ଆଜ୍ଞା ମ୍ୟାଡାମ କୁହନ୍ତୁ ଆପଣ ଯୋଉ ସାର୍ ମତେ ପ୍ରିପାରେସନ କଲେ ଆପଣଙ୍କର ଯୋଉ ମ୍ୟାରେଡ୍ ଯୋଉ ମାନେ ଫ୍ୟାମିଲିର ସପୋର୍ଟ ଶାଶୁ ଘରେ କୋଉ ଭଳିଆ ସପୋର୍ଟ? ଆଜ୍ଞା ମୋ ଶାଶୁଘର ବହୁତ ସପୋର୍ଟ କରନ୍ତି ମୁଁ ସେଇଆ ତ କହୁଛି ସାର୍ ମୁଁ 21 ରେ ଯେତେବେଳେ ପ୍ରିପେୟାର ହେଲି ଆଜ୍ଞା ସେତେବେଳେ ପ୍ରିଲିମରେ କଟିଗଲି ସେତେବେଳେ ମୋର କିଛି ନଲେଜ ନଥିଲା ହିଁ କୋଉ ସୋର୍ସରୁ କେମିତି କଣ ପଢିବି ସେଟା ମୋର ଫାଷ୍ଟ ଆଟେମ୍ପ୍ଟ ଥିଲା ତ ମୁଁ କଟିଗଲି ଜବ୍ ତ ପାଇବାର ସମସ୍ତଙ୍କର ଇଚ୍ଛା ଥାଏ ତାପରେ ହୁଁ ମୁଁ ଗୋଟେ ଟିଚର ଫ୍ୟାମିଲିରୁ ବିଲଙ୍ଗ କରେ ମୋ ବାପା ଜଣେ ହାଇସ୍କୁଲ ଟିଚର ଆଉ ଆଜ୍ଞା ମୁଁ ସେଇ ମାହୋଲରେ ବଢିଛି ଯେତେ ବି ଯୋଉମାନେ ଆସନ୍ତି ମୁଁ ବିଏଡ୍ ମାନେ କରିଛି ବୋଲି ଏଇଟା ଝିଅ ଆପଣଙ୍କର ମ୍ୟାଡାମ ପିଲା ବେଳର ଇଚ୍ଛା ନାଇଁ ଟିଚର ଟି ହେବେ ବୋଲି। ଆଜ୍ଞା ଆଜ୍ଞା ସମସ୍ତେ ପଚାରନ୍ତି ଝିଅ ଜବ୍ ପାଇଲାଣି ଯେତେ ଥର ବି ଆମର ହଁ ଗଲାଣି ଯେହେତୁ ନାଇଁ ଏକ୍ଜାମ ବାପା ଗଲାଣି ବାପା ଯେହେତୁ ଟିଚର ଅଛନ୍ତି ଟିକେ ପପୁଲାର ଥିବେ ନା ଟିଚର ଲୋକ ପାଞ୍ଚ ହଁ ଲୋକ ତ ହଁ 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 ସମାଜରେ ମୋ ଚିହ୍ନିବେ ବାପା ପୁରା ହଁ ରେପୁଟେଡ୍ ଟିଚର ଜଣେ ହେଇ ଆଉ ଦେଖନ୍ତୁ ମାନେ ତାଙ୍କର ହୁଁ ରେସପେକ୍ଟ ଠିକ ସୋସାଇଟିରେ ଅଲଗା ଲେବୁଲରେ ତାଙ୍କର ରେସପେକ୍ଟ ଆଉ ଆଉ ତାଙ୍କୁ ଆଜି ବି ଦେଖନ୍ତୁ ଦେଖିକି ମ୍ୟାଡାମ ଆଜି ଯୋଉ 105 ରଖିଛନ୍ତି ମାନେ ବାପା ମା ଆଜ୍ଞା କେତେ ଖୁସି ହେଇଥିବେ କେତେ ଦିନ ପରେ ଆସିଲେ ବହୁତ ବହୁତ ମୋ ବାପା ମାନେ ଶୁଣିକି କାନ୍ଦି ପକେଇଲେ ମୋ ପାଇଁ ଆଉ ସେଇଟା ଏଠି ବି ଶାଶୁଘର ତ ବହୁତ ସପୋର୍ଟିଭ ସମସ୍ତେ ଖୁସି ଆଉ ହେଲେ ମ୍ୟାଡାମ କିନ୍ତୁ ଆପଣଙ୍କ ମତେ ହଜବେଣ୍ଡ କୋଉ ଜବ କରନ୍ତି ମାନେ ମୋ ହଜବେଣ୍ଡ ଡିଜାଇନ ଇଞ୍ଜିନିୟର ଅଛନ୍ତି। ହଁ ସେ ମାନେ ମୁଁ ବାହାରେ ସେଇ ରୁହନ୍ତି କଥାଟା ହିଁ ସାର୍ କହୁଛି ମାନେ ଯୋଉ ମ୍ୟାରେଡ୍ ଲୋକମାନଙ୍କୁ ମୋଟିଭେଟ କରିବା ପାଇଁ ମୋ ଆଜ୍ଞା ପ୍ରୋସେସ ଟା ମୁଁ କହୁଛି। ମୁଁ ଯେତେବେଳେ 21 ରେ ପ୍ରିପେୟାର ହେଲି ମୁଁ କିଛି ବି ଜାଣିନଥିଲି ମୁଁ ହୁଁ କଟିଗଲି ମତେ କଷ୍ଟ ତ ହେଲା କିନ୍ତୁ ଲୋକମାନଙ୍କର ଯୋଉ କ୍ୱେଶ୍ଚେନ ଝିଅର ଜବ୍ ହେଲା ଏଇଟା ମତେ ବହୁତ ଖରାପ ଲାଗୁଥିଲା। ନେକ୍ସଟ ଟାଇମ ଯେତେବେଳେ କଟିଗଲି ପୁଣି ସେମିତି ପଚାରିଲେ ମତେ ବହୁତ କଷ୍ଟ ହେଲା। ହଁ ସେଥର ଯୋଉ ଦେନ୍ ମୁଁ ପରସେଣ୍ଟାଇଲ ଯେତେବେଳେ ହେଇଥିଲା ହଁ ଆଜ୍ଞା ଆଜ୍ଞା ହୁଁ ଦେନ୍ ଯେତେବେଳେ ମୁଁ ଝିଅଟେ ମୋର ଏଜ ହେଇଯାଉଛି ମତେ ଘରେ ମ୍ୟାରେଜ ପାଇଁ କହିଲେ ମୋର ଯେତେବେଳେ ଜବ୍ ହଉନି ମୁଁ ବି ଫ୍ରଷ୍ଟ୍ରେସନ କୁ ପଳଉଥିଲି
ତ ମୁଁ ବାଧ୍ୟ ହେଇକି ଜବ୍ ମ୍ୟାରେଜ କୁ ଆକ୍ସେପ୍ଟ କରିନେଲି। ଆଜ୍ଞା କିନ୍ତୁ ଯେହେତୁ ମୋ ହଜବେଣ୍ଡ ବାହାରେ ରହନ୍ତି, ପ୍ରାଇଭେଟ ଜବ୍ ବାହାରେ ରହନ୍ତି, ମୁଁ ଫାଷ୍ଟ ଆସିକି ମାନେ ମୋ ମାଇଣ୍ଡ ସେଟ୍ ମୁଁ ଗୋଟେ ଜବ୍ କରିବି, ପୁଣି ଟିଚର ଜବ୍। ମତେ ହାଉସ ୱାଇଫ୍ ହବା ଟୋଟାଲି ଇଚ୍ଛା ନଥିଲା। ମୁଁ ଆଜ୍ଞା ହାଉସ ୱାଇଫ୍ ହେଇକି ଘରେ ରହିବା ମୁଁ ଆକ୍ସେପ୍ଟ କରିପାରୁନଥିଲି। ସହଜେ ମୁଁ ଗୋଟେ ଟିଚର ହବାକୁ ହିଁ ଚାହୁଁଥିଲି। ତ ଆଜ୍ଞା ମତେ ଏତେ କଷ୍ଟ ଲାଗିଲା ସେଇ ମୋମେଣ୍ଟ ଟା। ମୁଁ ଭାବିଲି ମୁଁ କଣ ଆଉ ଜବ୍ ପାଇବିନି, ମୋ ଲାଇଫ ଟା ଏମିତି କଟିଯିବ, ମୁଁ ଯାହା ଯାହା ଚାହୁଁଥିଲି ମୋର କିଛି ଡ୍ରିମ୍ ମୁଁ ପୁରା କରିପାରିବିନି। ମତେ ଏଇ ସବୁ ଜିନିଷ ଦିନକୁ ଦିନ ଏତେ ମୋଟିଭେଟ କଲା। ମୁଁ ମ୍ୟାରେଜ ମୋର ଜୁଲାଇରେ ହେଲା। ମୁଁ ଆଜ୍ଞା ସେପ୍ଟେମ୍ବରରୁ ମାନେ ପଢା ବିଷୟରେ ମୁଁ ରିସର୍ଚ୍ଚ କଲି, କଣ କଲେ ମୁଁ କେମିତି ପଢିପାରିବି। ମ୍ୟାଡାମ ଯେତେବେଳେ ଆପଣ ମ୍ୟାରେଜ କଲେ ଆପଣଙ୍କ ହଜବେଣ୍ଡ କୁ କହିଥିଲେ କି ମୁଁ ହାଇସ୍କୁଲ ଟିଚର ପ୍ରିପାରେସନ କରୁଥିଲି, ସେମାନେ ଜାଣିଥିଲେ ନା ହଁ ଜାଣିନଥିଲେ? ହଁ ସେମାନେ ଜାଣିଥିଲେ। ମୁଁ ମ୍ୟାରେଜ ପୂର୍ବରୁ ବି 3-4ଟା ଇଂଲିଶ ମିଡିୟମ ସ୍କୁଲରେ ପଢଉଥିଲି। 18ରୁ ଆଜ୍ଞା ପାସ୍ ଆଉଟ୍ ହେଲିଣି, ତା ଆଜ୍ଞା ପରଠୁ ମୁଁ ପଢଉଥିଲି। ଇଂଲିଶ ମିଡିୟମରେ ପଢେଇଛି, ବହୁତ ଟ୍ୟୁସନ ଫ୍ୟୁସନ ଏମିତି କରୁଥିଲି। ତାପରେ ଛାଡିଦେଲି ସେ ସବୁ, ମ୍ୟାରେଜ ପାଇଁ ଘରେ ଯେତେବେଳେ ଟ୍ରାଏ କଲେ, ତାପରେ ମୋର ବି ଜବ୍ ଫବ୍ ହେଲାନି, ମୁଁ ସେ ଆଡେ ଟିକେ ଆଟେମ୍ପ୍ଟ ନେଲି। ଆଜ୍ଞା ଆଜ୍ଞା ଆଉ ତାପରେ ଯେତେବେଳେ ହେଲାନି ମୋର, ବାରମ୍ବାର ଟ୍ରାଏ କଲି ହେଲାନି, ଦେନ୍ ମୁଁ ସେପ୍ଟେମ୍ବରରୁ ମ୍ୟାରେଜ ପରେ ସେପ୍ଟେମ୍ବରରୁ ଟ୍ରାଏ କଲି। ସେପ୍ଟେମ୍ବରରୁ ଯେତେବେଳେ ମୁଁ ଟ୍ରାଏ କଲି, ମୁଁ ଫାଷ୍ଟ ଦେଖିଲି ପ୍ରିଭିୟସ୍ ଇୟର ଯୋଉମାନେ ପାଇଛନ୍ତି ସେମାନେ କଣ ଷ୍ଟ୍ରାଟେଜି ଫଲୋ କରୁଛନ୍ତି। ର୍ୟାଙ୍କ 1 ଫାଷ୍ଟ ସର୍ଚ୍ଚ କରେ ୟୁଟ୍ୟୁବରେ, ର୍ୟାଙ୍କ 1 କଣ କିଏ ପାଇଛନ୍ତି, ମାନେ କେମିତି କଣ ଫଲୋ କରୁଥିଲେ। ମାନେ ଯୋଉ ମୁଁ ତାଙ୍କ ଇଣ୍ଟରଭ୍ୟୁ ସବୁ ଅପଲୋଡ ହଉଛି ନାଇଁ? ଆଜ୍ଞା ମୁଁ ହୁଁ ତାକୁ ଦେଖିଲି ମୋ ଭିତରେ ବି ତ ମୋଟିଭେସନ ଥିଲା। ତାପରେ ମୁଁ ଗୋଟେ ପେଡ୍ ବ୍ୟାଚ୍ ରୁ ନେଲି କୋର୍ସ ନେଲେ ଆଜ୍ଞା ପେଡ୍ ଆଜ୍ଞା କୋର୍ସ ନେଲି। ଆଜ୍ଞା ନେଇକି ମୁଁ କିଛି ବି ଦେଖିଲିନି ପ୍ରିଲିମ୍ ରେ। ମ୍ୟାଡାମ ମୁଁ ସେ ମାନେ ଖାଲି କୁହନ୍ତୁ ସେ କୋର୍ସ ର ଫି କେତେ ରହୁଛି ପେଡ୍ ର ଆପଣ ଯୋଉ ନେଇଛନ୍ତି? 600 ଥିଲା। 600 ହଁ ଠିକ ଅଛି, ହଁ କଣ୍ଟିନ୍ୟୁ କରନ୍ତୁ ଆପଣ। 600 ତ ଜାଣିଯିବେ ମୁଁ କୋଉଠୁ ହଁ ନେଇଥିଲି କଣ। ଛାଡ଼ନ୍ତୁ ମ୍ୟାଡାମ, ଦେଖନ୍ତୁ କିନ୍ତୁ ମ୍ୟାଡାମ ଦେଖନ୍ତୁ ମୋ ହଁ ଭିଡିଓରେ କାହା ପ୍ରତି ମାନେ ଡିସରେସପେକ୍ଟ ନାହିଁ। ଯିଏ ଯାହା କରୁଛି ଆଜ୍ଞା କରିବାକୁ ଦିଅନ୍ତୁ। ଆମେ ଆଜ୍ଞା ଆପଣଙ୍କ ଠାରୁ ଦେଖନ୍ତୁ, ମାନେ ଆପଣଙ୍କ କଥା ଶୁଣିକି ମୋ ଦେହ ଶୀତେଇ ପଡୁଛି। 21 ଆଜ୍ଞା ମସିହାରୁ ଯଦି ମୁଁ ୟୁଟ୍ୟୁବ ରେ ଭିଡିଓ କରିଥାନ୍ତି, ଆଜି ଆଜ୍ଞା ପର୍ଯ୍ୟନ୍ତ ମୋ ୟୁଟ୍ୟୁବ ରେ ଯଦି 5-10 ଭ୍ୟୁ ଥାନ୍ତା, ଏତେବେଳକୁ ମୁଁ କେବେଠୁ କୁଇଟ୍ ଆଜ୍ଞା କରିସାରିଥାନ୍ତି। ଆପଣ ଆଜ୍ଞା ପେସେନ୍ସ କୁ ଆଜ୍ଞା ବି ମାନିବାକୁ ସାର୍, ପଡିବ। ଆପଣଙ୍କ ରୋଲ ମୋ ଲାଇଫ ରେ ବହୁତ ବଡ ଇମ୍ପାକ୍ଟ ପକେଇଛି। ମୁଁ ଜଷ୍ଟ ଆପଣ ସେଇଟା ତ ମ୍ୟାଡାମ କହିବାକୁ ଏଜ ଚାହୁଁଛି। ରେ ବହୁତ ବଡ, ମୁଁ ତ ଆପଣ ତ ମ୍ୟାରେଜ, ଆମେ ବିନା ମ୍ୟାରେଜ ବାଲା, ଆମେ ଛୁଆ କହିବାକୁ ଗଲେ, ଛୋଟ ପିଲା। ସେଥିପାଇଁ ନାଇଁ, ଆଜ୍ଞା ଆପଣ ମ୍ୟାଡାମ କୁହନ୍ତୁ, ମୋର ବହୁତ ଭ୍ୟୁଅର ଅଛନ୍ତି ମ୍ୟାରେଜ ବାଲା, ସେମାନଙ୍କର ମାନେ ଆଜ୍ଞା ଦରକାର ଆପଣଙ୍କ କଥାକୁ ସେମାନଙ୍କ ପାଖକୁ ପହଞ୍ଚିବା ଦରକାର, ମୋ ଆଜ୍ଞା ଥ୍ରୁରେ ଆଜ୍ଞା ହଉ କି ଆଜ୍ଞା ଯାହା ଥ୍ରୁରେ ହଉ। କୁହନ୍ତୁ ମ୍ୟାଡାମ ଆଜ୍ଞା କଣ ଆଜ୍ଞା ମାନେ ସାର୍, ଆପଣ କଣ୍ଟିନ୍ୟୁ। କହିଲେ ନା ସେଇ ମ୍ୟାରେଜ ହୁଁ ଲୋକମାନଙ୍କ ପାଇଁ କିଛି ମୋଟିଭେସନ ଦରକାର। ଆଜ୍ଞା ଆପଣଙ୍କ ରୋଲ ମୋ ଲାଇଫ ରେ ବହୁତ ବଡ ଇମ୍ପାକ୍ଟ ପକେଇଛି ଲାଷ୍ଟ ମୋମେଣ୍ଟ ରେ। ମୁଁ ସେଇଟା କହିବାକୁ ଚାହୁଁଛି। ହଁ ଆପଣ ମୁଁ ପେଡ୍ ଯେତେବେଳେ ପେଡ୍ ବ୍ୟାଚ୍ କୋର୍ସ କିଣିଲେ ନେଲି, ଆମେ ଥିଲ ହଁ ଆଜ୍ଞା ପେଡ୍ କୋର୍ସ ନେଲି, ମୁଁ କିଛି ଦେଖିଲିନି। ମୁଁ ଖାଲି ଜାଣିଲି ଯେ ମୁଁ ଜଣକୁ, ମତେ ଜଣେ ଗାଇଡାନ୍ସ ଦରକାର। ମୁଁ ନିଜେ ତ ପାରୁନି, ମତେ ଜଣେ ଗାଇଡାନ୍ସ ଦରକାର। ମୁଁ ତାଙ୍କ ହଁ ହଁ ଥ୍ରୋରେ ହଁ ତାଙ୍କୁ ଫଲୋ ଅପ୍ କରିକି ମୁଁ କରିବି। ମୁଁ ହଁ ପ୍ରିଲିମ୍ ଟୋଟାଲି ତାଙ୍କ ଉପରେ ବେଷ୍ଟ। ମୁଁ କୌଣସି ବହି, ଗୋଟେ ବି ବହି ମୁଁ ଖୋଲିନି। ସେ ଆଜ୍ଞା ଯେତିକି କ୍ଲାସ କରିଛନ୍ତି, ଯାହା ଯାହା ଟାସ୍କ ଦେଇଛନ୍ତି, ମୁଁ ସେୟା କରିଛି। ଲାଷ୍ଟ ଏକ୍ଜାମ 15 ଡେଜ୍ ଥିଲା। ମୁଁ ଅଲଗା ଏଇ ଯୋଉ ଚିନ୍ମୟ ପଣ୍ଡା ସାରଙ୍କର ହଁ ମ୍ୟାଥ୍, ହଁ ବୁଝିଲି। ସେଇ ସେ ସବୁ ତ ନାଇଁ, ଅଲଗା ସେ ଟିକେ ବଢିଆ ଟିକେ ବଢିଆ ଲୋକ। ସେ ଆସିନଥିଲେ ମାନେ ଆଜିର ଅତିଥିକୁ, ମାନେ ମୁଁ ଆଜ୍ଞା ଦେଖିଥିଲି। ଆଜ୍ଞା 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 ଚିନ୍ମୟ ଆଜ୍ଞା ସାରଙ୍କୁ, ହଁ। ତାଙ୍କ ଚ୍ୟାନେଲରୁ ଟିକେ ଟିକେ ମ୍ୟାଥ୍ ଦେଖୁଥିଲି। ସେ ହୁଁ କେବଳ ମ୍ୟାଥ୍ ଟିକେ ଅଲଗା ଅଲଗା ସୋର୍ସ ରୁ ଭେରାଇଟି କ୍ୱେଶ୍ଚନ ପ୍ରାକ୍ଟିସ କରେ। ନହେଲେ ସେଇ ଯୋଉ ପେଡ୍ କୋର୍ସ ନେଇଥିଲି, ସେଠୁ ପ୍ରିଲିମ୍ ଟୋଟାଲି ସେଇଟା ହିଁ ଦେଖିକି କ୍ଲିୟର ହେଇଗଲା। ଆଜ୍ଞା ଦେନ୍ ମାନେ ମୁଁ ଆପଣଙ୍କ ପଇସା ଟା ରିକଭର ହେଇଯାଇଛି, ଆଉ କାଇଁ ମନ ଦୁଃଖ ହବ। ଆଜ୍ଞା ହଁ, ଆଜ୍ଞା ଆଜ୍ଞା କେତେ ସ୍କୋର ମ୍ୟାଡାମ ଦେନ୍ ମୋର ପ୍ରିଲିମିନାରୀ ରେ କରିଥିଲେ ଆପଣ, କାଉଣ୍ଟ କରିଥିଲେ? ସାର୍ 64 ଥିଲା ମୋର, 57 କଟଅଫ ଗଲା। ବଢିଆ ତ ଅଛି, ଖରାପ ନାହିଁ, ଠିକ ଆଜ୍ଞା ଅଛି। ଆଜ୍ଞା ଆଜ୍ଞା ଦେନ୍ ମୋର ଏକ୍ଜାମ ସରିଲା। 2 ଡେଜ୍ ପରେ ମୋ ହଜବେଣ୍ଡଙ୍କର ଗୋଟେ ପ୍ରୋଜେକ୍ଟ ପଡିଥିଲା ୱେଷ୍ଟ ବେଙ୍ଗଲରେ। ଆଜ୍ଞା ମୁଁ ଏକ୍ଜାମ ର 2 ଦିନ ପରେ ମୁଁ ପଳେଇଲି, ୱେଷ୍ଟ ବେଙ୍ଗଲ ପଳେଇଲି। ମୋ ସାଙ୍ଗରେ ମାତ୍ର ମେନ୍ ଏକ୍ଜାମ ପାଇଁ ନେଇଥାଏ ଏନସିଆରଟି ର ବାୟୋ ବୁକ୍ ନେଇଥାଏ, ଆଉ ହଁ କେମିଷ୍ଟ୍ରି ବୁକ୍ ନେଇଥାଏ। ଆଉ ହଁ ହଁ ପେଡାଗୋଜି ର ମୋର କିଛି ଡାଏରୀ ମେଣ୍ଟେନ କରିକି ରଖିଥିଲି, ଏମିତି ନୋଟ୍ସ ଥିଲା ମୋର। ହଁ ମୁଁ ମାନେ ଆପଣ ଟାର୍ଗେଟ ନେଇଥିଲେ ନାଇଁ? ସେତିକି କେବଳ ନେଇକି ଯାଇଥିଲି। କହିଲି ପ୍ରିଲିମ୍ ହବ ନହବ, ଏତେ ଥର ଫେଲୁଅର ହେଇଛି ନା, ମତେ ନର୍ଭସ ବି ଲାଗୁଥିଲା ସେତେବେଳେ। ହଁ ସେଥିପାଇଁ ମାନେ କେତେ ବହି ବି ଏତେ ବାଟ ନେଇକି ଯାଇପାରିବି, ହଁ ଯଦି ଆପଣ ଯେହେତୁ ହେଇଗଲା। ହାଉସ ୱାଇଫ ନାଇଁ ମ୍ୟାଡାମ, ହଁ ଆପଣଙ୍କର ପୁଣି ଫ୍ୟାମିଲି ପାଇଁ ମାନେ ହଁ ଡ୍ୟୁଟି ବି ସେଠି ଅଛି। ହଁ ହୁଁ ହଁ ହଁ
ତ ମୁଁ ଏତିକି ବହି ନେଇକି ଯାଇଥିଲି ସେଠି। ଷ୍ଟାର୍ଟିଂ ରେ ମୋ ମାଇଣ୍ଡ ବହୁତ ନର୍ଭସ୍ ହଉଥାଏ, ନୂଆ ଜାଗା। ମୁଁ ଫାଷ୍ଟ 10-12 ଦିନ ଆଡଜଷ୍ଟ କରିପାରିଲିନି ପଢାପଢିରେ। ଦେନ୍ ଯେତେବେଳେ ରେଜଲ୍ଟ ବାହାରିଲା April 10ରେ, ଆଜ୍ଞା ରେଜଲ୍ଟ ବାହାରିଲା ପରେ ମୁଁ ମେନ୍ ପାଇଁ ପୁଣି ଟ୍ରାଏ କଲି। ରେଜଲ୍ଟ ବାହାରିଲା କେବେ? April 10, ଆମର ଏକ୍ଜାମ ହେଲା June 23। ଆଜ୍ଞା June 23 ରେ ଏକ୍ଜାମ ହେଲାନି କି? ହଁ ହଁ ହେଲା। ହଁ ହେଲା। ବାସ୍ ମୁଁ ସେବେଠୁ ଆଶ୍ଚର୍ଯ୍ୟ କଥା ସାର୍, ମୁଁ ଆପଣଙ୍କ ଭିଡିଓ ଗୋଟେ ଆସିଲା, ମୁଁ ଯେତେବେଳେ ଦେଖିବାକୁ ଚାହୁଁଥିଲି କଣ ଫଲୋ କରିବି କଣ ଇଏ ନାହିଁ, ସବୁ ଭିଡିଓ ସବୁ ସର୍ଚ୍ଚ କରିକି ଦେଖୁଥିଲି କଣ କେମିତି ହଁ ମାନେ ପଢିବି। ଷ୍ଟ୍ରାଟେଜି ମୁଁ ସବୁ ଯୋଉଠି ବନାନ୍ତି ଯୋଉ। ଆଜ୍ଞା ମୁଁ ଯୋଉଠି ପେଡ୍ କୋର୍ସ ନେଇଥିଲି, ମେନ୍ ବେଳକୁ ସେମାନେ ଲେଟ୍ ରେ କ୍ଲାସ୍ କଲେ, ଆଉ ତାଙ୍କ କ୍ଲାସ୍ ମତେ ଠିକ୍ ଠାକ୍ ଲାଗିଲାନି, ମତେ ସାଟିସ୍ଫାକ୍ସନ୍ ଲାଗିଲାନି। ମାନେ ମୁଁ ସେତେବେଳେ ପଢିବା ପାଇଁ ଏତେ ଇଣ୍ଟରେଷ୍ଟେଡ୍ ଥାଏ, କିନ୍ତୁ ମତେ ତାଙ୍କ କ୍ଲାସ୍ ର କିଛି ବେନିଫିଟ୍ ମାନେ ମିଳୁନଥିଲା। ଆପଣଙ୍କୁ ଲାଗିଲା କି ତାଙ୍କର ଯୋଉ କଣ୍ଟେଣ୍ଟ ନଲେଜ ସେ ମାନେ ଟିକେ ହାଇଲି ନୁହେଁ, ନାଇଁ ମାନେ ଆପଣ ଯୋଉ କଥା କହୁଛନ୍ତି। ନାଇଁ, କିଛି ମାନେ କ୍ଲିୟରଲି କିଛି ଦଉନଥିଲେ ତ କଣ୍ଟେଣ୍ଟ। କୋଉଠି ଆଜ୍ଞା ଗୋଟେ କ୍ଲାସ୍ କରୁଥିଲେ, ତା ଦେହରେ ମୋର କିଛି କ୍ଲାରିଟି ହିଁ ନଥିଲା, କାହିଁକି ନା ମୋର ଏଇଟା ମେନ୍ ଫାଷ୍ଟ ଆଟେମ୍ପ୍ଟ। ଆଉ ମୁଁ ଭାବିଥିଲି କି ଏଇଥର ମୁଁ ଏନି ହାଉ ଜବ୍ କରିବି, ନହେଲେ ମୋର ଏଇଟା ଲାଷ୍ଟ ଚାନ୍ସ। ମୁଁ ମ୍ୟାରେଜ କରିସାରିଲିଣି, ଆଉ ମୁଁ ପାରିବିନି, ତ ମୁଁ ଏଇଆ ହିଁ ଭାବି ନେଇଥିଲି। ଆଜ୍ଞା ମତେ ଏନି ହାଉ ଜବ୍ କରିବାର ଅଛି, ମୁଁ ମରିଯିବି ପଛେ ମତେ ଏକ୍ଜାମ ପର୍ଯ୍ୟନ୍ତ ମତେ ଟ୍ରାଏ କରିବାର ଅଛି। ତ ମୁଁ ଯେତେବେଳେ ତାଙ୍କଠୁ ମତେ କିଛି ମିଳିଲାନି, ସେମିତି ସାଟିସ୍ଫାକ୍ଟୋରି କଣ୍ଟେଣ୍ଟ କିଛି ମିଳିଲାନି, ତ ମୁଁ ଏମିତି ସର୍ଚ୍ଚ କରୁଥିଲି, ଆପଣଙ୍କ ଭିଡିଓ ଥରେ ଆସିଲା। ମୁଁ ମାନେ ବହୁତ ସାରା ଭିଡିଓ ଦେଖିଛି, ତା ଭିତରେ ଆପଣଙ୍କ ଭିଡିଓ ବି ଆସିଥିଲା। ଆଜ୍ଞା ମାନେ ଆପଣ ଯୋଉ ତାପରେ ସିବିଜେଡ୍ ର କଣ୍ଟେଣ୍ଟ ସର୍ଚ୍ଚ କରୁଥିଲେ, ସେଇ ରିଲେଟେଡ୍ ସବୁ ଆପଣଙ୍କର ମାନେ କଣ ସଜେସନ ରେ ଆସିବ ଭିଡିଓ ଗୁଡା। ଆଜ୍ଞା ଆସୁଥିଲା। ତାପରେ ମୁଁ ଦେଖିଲି ଯୋଉମାନଙ୍କର ସବୁ ଇଣ୍ଟରଭ୍ୟୁ ଭିଡିଓ ଦେଖିଥିଲି, ସେମାନେ ମେନ୍ ପାଇଁ ପ୍ରିପେୟାର କେମିତି କଣ ହଉଥିଲେ। ମୋ ପାଖରେ ଟୋଟାଲି କନସେପ୍ଟ ହିଁ, ମୁଁ NCERT ବହି SSB TGT ଟାଇମରେ ପଢିଥିଲି ଗୋଟେ ଥର, ହେଲେ ବି ମୋ ମାଇଣ୍ଡରେ ନଥିଲା ସେସବୁ ଜିନିଷ। ତ ବହୁତ ସାରା କ୍ୱେଶ୍ଚେନ୍ ମାନେ ଭିତରୁ ପକଉଛି ନା। ଆଜ୍ଞା NCERT ର ସେତେ ବି ମାନେ ସବୁ କ୍ୱେଶ୍ଚେନ୍ ଆଟେମ୍ପ୍ଟ କଲା ଭଳିଆ ନାହିଁ। ମାନେ ଆପଣଙ୍କ ଭିଡିଓରେ ମୁଁ ଯାହା ପାଇଲି, NCERT ରେ ସେ ସବୁ ନାହିଁ, ସେ ସବୁ ମୁଁ ପାଇଲିନି। ତାପରେ ମୁଁ ଯେତେବେଳେ ଭିଡିଓ ଦେଖିଲି, ଏମିତି କହିଲେ କି ରିତୁରଚାଲ ମ୍ୟାଡାମ, କେମିଷ୍ଟ୍ରିର ମୋନିକା ମ୍ୟାମ୍, ତାଙ୍କର ସବୁ ଭିଡିଓ ଦେଖିବା ପାଇଁ କହିଥିଲେ। ମୁଁ ତାଙ୍କ ଭିଡିଓରୁ ଫାଷ୍ଟ କନସେପ୍ଟ କ୍ଲିୟର କରିକି ନୋଟ୍ କରିଦେଲି 1 month ଭିତରେ। ଦେନ୍ ମୁଁ ଲାଷ୍ଟ 1 month କେବଳ ଆପଣଙ୍କ ଭିଡିଓର ଯୋଉ MCQ ସିରିଜ, ମୁଁ ସେଇଆକୁ ହିଁ ଦେଖେ। ହଁ ମୁଁ ଯୋଉ ୟୁନିକ୍ ସିରିଜ ଆଣିଥିଲି ଗୋଟେ। ଏତେ ସର୍ଟ ଟାଇମ 1 month ଭିତରେ ମୁଁ ପଢିବା ପାଇଁ ଏତେ ଇଣ୍ଟରେଷ୍ଟେଡ ଥାଏ, ମତେ ଲାଗୁଥାଏ ଯେମିତି ଭଗବାନ ମତେ ଏଇଟା ଗୋଟେ ବଡ ଅପରଚୁନିଟି ଆଣିକି ଦେଇଛନ୍ତି, ଯେ ତୁ କେତେ ପଢିପାରିବୁ ପଢ, ଏଇଟା ହିଁ ପଢିଲେ ତୋର ହେଇଯିବ। ମତେ ସେମିତି ଲାଗୁଥିଲା ଆପଣଙ୍କ ଭିଡିଓ। କାହିଁକି ନା ମୁଁ ତ ବହୁତ ମାନେ ଖୋଜିକି ମାନେ ବହୁତ ଆଣି ଦେଇଥିଲି, ମାନେ MCQ ବୋଧେ ପର ଚାପ୍ଟରରେ 400-500 ଥିବ। ବହୁତ ସାର୍, କୋଉଠି ବି ଏମିତି ମିଳୁନି, କୋଉଠି ବି। ମୁଁ ଅଲଗା ଯେତେ ଭିଡିଓ ଦେଖିଲି, ମୁଁ ADA 24/7 ର ଦେଖିଛି, ଅନଏକାଡେମୀର ଦେଖିଛି, ଅଲଗା ଚ୍ୟାନେଲ ମାନଙ୍କର ଯେ ସବୁ ଛୋଟ ମୋଟ ଚ୍ୟାନେଲ ଖୋଲିଛନ୍ତି ବାୟରେ, ତାକୁ ବି ଦେଖିଛି। ସାର୍ 50 ମିନିଟ୍ ଘଣ୍ଟେ ନେବେ, 30-35ଟା କ୍ୱେଶ୍ଚେନ୍ ଥିବ, ମାନେ ଟାଇମ ଟେକିଂ ସେଗୁଡାକ। ଆଉ ତା ଭିତରେ ତାଙ୍କର ପେଡ୍ କୋର୍ସ ଅଛି ବୋଲି ମୁଁ ଯାହା ଫିଲ୍ କଲି, ତାଙ୍କର ପେଡ୍ କୋର୍ସ ଅଛି ବୋଲି ସେ ଯୋଉମାନେ ପେଡ୍ ବ୍ୟାଚ୍ ହେଇଥିବେ ତାଙ୍କୁ ସେ ଫୁଲ୍ ସିଲାବସ୍ ଭଲ କଣ୍ଟେଣ୍ଟ ମେ ବି ଦଉଥିବେ, କିନ୍ତୁ ସେ ଯୋଉ ଭିଡିଓ ଅପଲୋଡ କରନ୍ତି ୟୁଟ୍ୟୁବରେ ଫ୍ରିରେ, ସେଥିରେ ଯେମିତି ସାମ୍ପଲ କ୍ୱେଶ୍ଚେନ୍ ଦେଲା ଭଳିଆ ଗୋଟେ ଭିତରୁ କ୍ୱେଶ୍ଚେନ୍ ପକେଇ ଦେଇଥିବେ, ଯେମିତି ପିଲା ଦେଖିଲେ ଡରିଯିବେ। ଆମକୁ ମାନେ ଏଠି ମ୍ୟାଡାମ ଦେଖନ୍ତୁ, ସମସ୍ତଙ୍କର ବିଜନେସ ର ଷ୍ଟ୍ରାଟେଜି ଅଲଗା। ଆମ ଏଠି ଭଲ ପଢା ହଉଛି, ପିଲା ଇଣ୍ଟରେଷ୍ଟେଡ ହେଇକି ଡରିକି ଆମଠୁ ପେଡ୍ ବ୍ୟାଚ୍ ଜଏନ୍ କରିଯିବେ। ତ ମୁଁ ବି ସେମ୍ NCERT ପଢିଛି, ସେଇ କ୍ୱେଶ୍ଚେନ୍ ଦେଖିଲି ଯେତେବେଳେ ମୁଁ ବି ଡରିଗଲି, ଯେ କଣ କେମିତି ଏତେ ଭିତରୁ କ୍ୱେଶ୍ଚେନ୍ ଆସୁଛି, ମୁଁ ତ ପାରିବିନି, ମୁଁ ତ ସବୁ ପଢିନି, କୋଉଠୁ ବହି ଆଣିବି 1 month ଭିତରେ। ଏମିତି ବହୁତ ଭଗବାନଙ୍କୁ ପ୍ରେ କଲି। ତାପରେ ଆପଣଙ୍କ ଭିଡିଓ ପାଇଲା ପରେ ମୁଁ ସେମ୍ ମାନେ ତାଙ୍କ ଠାରୁ ଅଧିକ କ୍ୱେଶ୍ଚେନ୍ ମୁଁ ଆପଣଙ୍କ ଭିଡିଓରେ ପାଇଲି। ଆଉ ଗୋଟେ ବେନିଫିଟ୍ ପଏଣ୍ଟ ହେଲା, ସର୍ଟ ଟାଇମରେ 30-35 ମିନିଟର ଭିଡିଓ ଥିବ, ତା ଭିତରେ 100ଟା ଭଳିଆ କ୍ୱେଶ୍ଚେନ୍ ଥିବ। ଆଉ ଗୋଟେ ଟପିକ ଉପରେ ବହୁତ ସାରା କ୍ୱେଶ୍ଚେନ୍ ଥାଏ। ମୁଁ ଜଷ୍ଟ ଖାଲି ସିଲାବସ୍ ଦେଖିକି ଟେଲିଗ୍ରାମରେ ସେ ଟପିକ ଟାକୁ ସର୍ଚ୍ଚ କରେ, ତାର 3-4ଟା ଭିଡିଓ ଯାହା ବି ଆସେ, ପାର୍ଟ 1, ପାର୍ଟ 2, ପାର୍ଟ 3 କରିକି, ମୁଁ ଦିନ ରାତି ପଡି ଉଠିକି ମୁଁ ସବୁ ଭିଡିଓକୁ ମୁଁ ମାନେ ଦେଖିଛି।
ଆଉ ମୁଁ ଏଇଟା ନଥିଲା ମୋ ଆଖିରେ ଖାଲି କ୍ୱେଶ୍ଚେନ୍ ପଡୁ ମୋ କାନ ଶୁଣୁ କ୍ୱେଶ୍ଚେନ୍ ମୁଁ ତାକୁ ଏନି ହାଉ କ୍ୟାପଚର କରିବାର ଅଛି ମୁଁ କିଛି ବି ମିସ୍ ନ କରେ। ହଁ ସେଇ ଯୋଉ ମେ ମାସରେ ମୋର ଛୁଟି ହେଇଥିଲା ମ୍ୟାଡାମ ସ୍କୁଲ ମୋର ଡେଲି ରାତି 9 ନହେଲେ 10ରେ ଆସେ ଭିଡିଓ ଏବେ ବି ଆଜ୍ଞା ମୋର ଆଜ୍ଞା ମନେ ସାର୍ ଅଛି। ବହୁତ 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 ଥ୍ୟାଙ୍କ ୟୁ ଆପଣଙ୍କୁ। ଆପଣ ଫ୍ରିରେ ଏତେ ବଡ ହେଲ୍ପ କରୁଛନ୍ତି ପିଲାମାନଙ୍କୁ ମାନେ ମୁଁ ତ କହିବି ମୁଁ ମେନ୍ କ୍ଲିୟର କରିଛି କେବଳ ବାୟୋରେ ଆପଣଙ୍କ ପାଇଁ ହିଁ ମୁଁ କ୍ଲିୟର କରିପାରୁଛି କାହିଁକି ନା ଯାହା ହଉ ସିବିଜେଡ୍ ମ୍ୟାଡାମ ପିଲାଙ୍କର। ଧନ୍ୟବାଦ। ନାଇଁ ମ୍ୟାଡାମ ଆପଣ ଭଲ ରିଭ୍ୟୁ ଦେଲେ। ଆଉ ଖାଲି ମ୍ୟାଡାମ ଗୋଟେ କଥା କୁହନ୍ତୁ ମାନେ ଏଇ ଯୋଉ ଫ୍ରି ଜିନିଷରେ ଆଉ କଣ ବେଟରମେଣ୍ଟ ଦରକାର ଆମ ଓଡିଶାରେ? ଆପଣ ତ ଜବ୍ ପାଇଗଲେ ଦେଖନ୍ତୁ ଆପଣ ବର୍ତ୍ତମାନ ଯୋଉ ପିଜିଟି ମାନେ ଆଜ୍ଞା କରିବେ ବି ଆଜ୍ଞା ଟ୍ରାଏ କରିବେ କି ଆଜ୍ଞା ଅନ୍ୟ କୌଣସି ନେବେ କି ଏଟା ଆଜ୍ଞା ପଛର କଥା। ଆପଣ ତ ଆମେ ଟିଜିଟି ଦେଖିବେ ନା ଟିଜିଟି ଯୋଉ ଏକ୍ଜାମ ଦେଲେ ଆପଣ କୁହନ୍ତୁ ଯୋଉ 90ଟା ବାୟୋଲୋଜି କୋଶ୍ଚିନ୍ ଥିଲା ଆପଣ କୋଉ ଭଳିଆ ଟାର୍ଗେଟ ନେଇକି ଯାଇଥିଲେ ଆଉ ଆପଣ ମୋ ଚ୍ୟାନେଲ କହୁଛନ୍ତି କି ମୋ ଚ୍ୟାନେଲ ଆପଣଙ୍କ ଟାର୍ଗେଟ କୁ କେତେ ଫୁଲଫିଲ ଦେଇଛି କେତେ ପରସେଣ୍ଟ 50% 60% ଆପଣ ରେଟିଂ ସାର୍ ମୁଁ ଦେଇପାରିବେ? ଯେତିକିଟା କ୍ୱେଶ୍ଚେନ୍ ପଢି ମାନେ ଦେଖିଲି ଏକ୍ଜାମରେ ସବୁ କ୍ୱେଶ୍ଚେନ୍ ମତେ ଲାଗିଲା ମୁଁ ଆପଣଙ୍କଠୁ ଦେଖିଛି ଆପଣଙ୍କ ଭିଡିଓରେ ଦେଖିଛି। ମୁଁ ଏକ୍ଜାମ ହଲରେ ବସିକି ଏମିତି ରିମାଇଣ୍ଡ କରୁଥାଏ ମାନେ କୋଉଟା ଦେଖିଛି ଦେଖିଛି ମାନେ ମୋ କାନରେ ରିକଲ ହଉଥାଏ କିଛି। ଆଉ ମୋର ବ୍ୟାଡ୍ ଲକ୍ ମାନେ ଏଇଟା ଏକ୍ଜାମ ତରବରରେ ହେଇଯାଏ ମୁଁ 6-7ଟା କ୍ୱେଶ୍ଚେନ୍ ଛାଡି ଦେଇ ଆସିଛି ଆଜି ବି ମୁଁ ଏତେ ମାର୍କ ରଖିକି ବି ମତେ ଗିଲ୍ଟି ଫିଲ୍ ହଉଛି ଯେମିତି ମୁଁ ଭଲ କରିପାରିଲିନି। ମୁଁ ଆପଣଙ୍କର ସେ ଯୋଉ ଭିଡିଓଟା କଷ୍ଟ କରିକି ଦେଖିଥିଲି ମୁଁ ଯଦି କରିଦେଇଥାନ୍ତି ବୋଧେ ମତେ ସାଟିସ୍ଫାକ୍ସନ ମିଳିଥାନ୍ତା। ସବୁ ନାଇଁ ମ୍ୟାଡାମ କ୍ୱେଶ୍ଚେନ୍ ବଢିଆ ମୁଁ ମ୍ୟାଡାମ ଆପଣଙ୍କ ଆପଣଙ୍କ ଭିଡିଓ। ଦେଖନ୍ତୁ ମ୍ୟାଡାମ ସ୍କୋର ଆପଣଙ୍କର ଏକଦମ ଜବରଦସ୍ତ ଅଛି। ଆପଣ ମ୍ୟାରେଜ କଲା ପରେ ଷ୍ଟ୍ରଗଲ ଏତେ ଦିନ ହେଲା କରୁଛନ୍ତି କାହିଁକି ଭଗବାନ ସାଥ ନଦେବେ? ଗୋଟେ କଥା ଆପଣ ଯେମିତି କହିଲେ ଆପଣ ଭଗବାନ ବିଶ୍ୱାସୀ ଯିଏ ସେତିକି ଡେଡିକେଟେଡଲି ଲାଗିବ ଡେଫିନାଇଟଲି ହବ କି ନାଇଁ ବୁଝିଲେ ତ ମ୍ୟାଡାମ? ଆଜ୍ଞା ଆଉ ଆଜ୍ଞା ସାର୍। ମ୍ୟାଡାମ ଏବେ କୁହନ୍ତୁ ଆପଣ ଟାଇମ ଟେବୁଲ କେମିତି କଣ ବନାନ୍ତି? କୋଉ ଆୱାର ରେ ପାଠ ମ୍ୟାରେଜ ଲୋକ ମାନେ କୋଉ ଆୱାର ରେ ଆପଣ ପଢନ୍ତି କୋଉ ସମୟ ଦିନ ବେଳା କି ରାତି ସମୟରେ କି କୋଉ ଭଳିଆ ସବୁ ମେଣ୍ଟେନ କରନ୍ତି ଟାଇମକୁ? ସାର୍ ମୁଁ ପ୍ରିଲିମ୍ ଟାଇମରେ କଣ କରୁଥିଲି ନା ସକାଳୁ ଉଠୁଥିଲି ମୋର 11ଟା 12ଟା ଭିତରେ ମୋର ସକାଳ ବ୍ରେକଫାଷ୍ଟ ଆଉ ଲଞ୍ଚ ପାଇଁ ରୋଷେଇ ସବୁ ସାରି ଦେଇକି ମୁଁ ଆସେ 12ଟାରୁ 2ଟା 2:30 ଯାଏଁ ପଢେ ତାପରେ ଲଞ୍ଚ କରିଦେଇକି ପୁଣି କଣ୍ଟିନ୍ୟୁଅସଲି ପଢେ। ମୁଁ ଶୋଇବା ଭୁଲି ଯାଇଥିଲି ରାତି 12ଟା 1 ଯେତେବେଳେ ମୋର ସରିବ ମୁଁ ପଢିବି। ଆଜ୍ଞା ତା ଭିତରେ ମୋ ଇନଲଜ ମାନେ ବହୁତ ସପୋର୍ଟିଭ ସନ୍ଧ୍ୟାବେଳେ ଟିକେ ଯାହା ବି ଡିନର ଥାଏ ସେ ମତେ ହେଲ୍ପ କରନ୍ତି ଆଉ ମୁଁ ଟିକେ ମିଶି ମାସିକି କରିଦଉ ବେଳେ ବେଳେ ବି ସେମାନେ କରିଦିଅନ୍ତି ସେଇଟା ମତେ ହେଲ୍ପ ନା ହୁଏ। ଏଇଟା ଭଲ କଥା ଆଉ ହଁ। ହଁ ଆଉ ମେନ୍ ବେଳେ ମୋ ହଜବେଣ୍ଡ ବି ବହୁତ ସପୋର୍ଟ କରୁଛନ୍ତି ମତେ ସେ ମତେ ରୋଷେଇ କରିକି ବି ଖାଇବାକୁ ଦେଇଛନ୍ତି ଆଉ ମୁଁ କଣ୍ଟିନ୍ୟୁଅସଲି ଆଉ ଦିନ ଆପଣ ରାତି ପଢୁଥିଲି। 50,000 ଦେବେ ମାସକୁ ଆଉ କଣ ହେଲା କିଛି ଅସୁବିଧା ନାହିଁ। ସେ ରୋଷେଇ ଦେଲେ ଆପଣ ଗୋଟେ ରୋଷେଇର ମିଲ୍ 120 ହେଲେ ଆପଣ ସେତିକି ତ ପ୍ରେ କେତେ କରନ୍ତୁ କିଣନ୍ତୁ? ସାର୍ ଡିଗ୍ରୀରେ ସିଲେକ୍ଟ ହେଇକି ଆର ମ୍ୟାଡାମ ସେତିକି ଆପଣ ସମସ୍ତଙ୍କ ହାତରେ ଆଶା ପୁରା ଲେଖିକି ହେଇଯିବ। ବସନ୍ତୁ ଆପଣ ମେ ବି ଆମର ଟପ୍ 100 ଭିତରେ ରହିପାରନ୍ତି ବୁଝିଲେ ତ? ଯେତିକି ଜଣଙ୍କ ସହିତ ମୁଁ କଣ୍ଟାକ୍ଟରେ ଅଛି ସିବିଜେଡ୍ ରେ ଥ୍ୟାଙ୍କ ୟୁ ଆଉ ସାର୍ ନାଇଁ ସେତିକି ପ୍ରେ ମ୍ୟାଡାମ ଦେଖନ୍ତୁ କରନ୍ତୁ ମୋ ବାପାଙ୍କର ବହୁତ ଇଚ୍ଛା ଥିଲା ମୁଁ ଯେ ନାଇଁ ଜବ୍ ପାଏ ଦେଖନ୍ତୁ ମୁଁ ଯେତେବେଳେ ସମସ୍ତଙ୍କର କର୍ମଫଳ ଆଜ୍ଞା ଆପଣଙ୍କୁ ମିଳିଲାଣି ଦେଖନ୍ତୁ ଆପଣଙ୍କ କଥାରେ ବହୁତ ଲୋକ ମୋଟିଭେଟେଡ ହେବେ ଆଉ ବହୁତ ବି ମାନେ ଭାବୁଥିବେ ମୁଁ ପଢୁନେଇ ମାନେ ଆଜ୍ଞା ପଢା ଛାଡି ଦଉଛି ସେମାନେ ପଢିବେ ବୁଝିପାରୁଛନ୍ତି ତ? ଆଉ ପଢିଲେ ମ୍ୟାଡାମ ହବ ଆଉ ଗୋଟେ ସାର୍ କଥା ମ୍ୟାଡାମ ମୋଟିଭେସନ ଦେଖନ୍ତୁ ରହିଲେ ହିଁ ହଁ ପଢିପାରିବେ ମ୍ୟାଡାମ ଯେକୌଣସି ହାଲତ ହଉ ହୁଁ ମୋଟିଭେସନ ଥିଲେ ପଢିପାରିବେ। ଆଉ ଗୋଟେ କଥା ମ୍ୟାଡାମ କୁହନ୍ତି ନା ଲୋକ ଫ୍ରି ବୋଲି ଗ୍ରାଣ୍ଟେଡ ନେଇଯାଆନ୍ତି। ହଁ ମୁଁ ଫ୍ରିରେ ଦଉଛି ମୁଁ ପିଡିଏଫ ପଢି ପକେଇବି। ଆପଣ କୋଉ ଭଳିଆ ଟାର୍ଗେଟ ନେଇଥିଲେ? ମୁଁ ପିଡିଏଫ ସେଇଟା ଓରିଏଣ୍ଟେଡ ନା ଏମସିକ୍ୟୁ ଓରିଏଣ୍ଟେଡ ମାନେ ଭିଡିଓ ଓରିଏଣ୍ଟେଡ? ସେଇଟା ଭୁଲ ସାର୍ ଆପଣଙ୍କର କଣ୍ଟେଣ୍ଟ ବେଷ୍ଟ ଆଉ ଗୋଟେ ଟାଇମିଂରେ ମାନେ ଯିଏ ଏକ୍ଜାମ ପାଇଁ ଆକ୍ଚୁଆଲି ପ୍ରିପେୟାର ହେବାକୁ ଚାହୁଁଥିବ ସର୍ଟ ଟାଇମରେ ବହୁତ ସାରା କ୍ୱେଶ୍ଚେନ୍ ପାଉଛି ଯୋଉଟା କି ଅଲଗା କୋଉ ଚ୍ୟାନେଲରେ ମିଳିବ ନାହିଁ। ଆଉ ଇ ଏତେ ମୁଁ ତ ବୁକ୍ ବି କହୁଛି କରିଦେଲି ମାନେ ସର୍ଟରେ ଇ ପଢିବା ବୁକ୍ ପାଇଁ। ବି କରିଦେଲେ ସେଇଟା ବି ମୋ ପାଇଁ ପ୍ଲସ୍ ପଏଣ୍ଟ ହେଲା। ମୁଁ ଯେତେବେଳେ ସବୁ ଭିଡିଓ ସ୍କିପ୍ କରି କରି ସପୋଜ କୋଉ କ୍ୱେଶ୍ଚେନ୍ ଗୋଟେ ମୋ ମନେ ପଡୁନି ମୁଁ ସେଇଟା ସାଙ୍ଗେ ସାଙ୍ଗେ ଇ ବୁକ୍ ଓପନ କରିକି ସେ ପେଜକୁ ଯାଇକି ଦେଖିଦେଇପାରେ। ଆଜ୍ଞା ଯେହେତୁ ମତେ ନୋଟ୍ କରିବା ପାଇଁ ବି ଟାଇମ୍ ନଥିଲା ମୋ ପାଖରେ ବହୁତ ସର୍ଟ ଟାଇମ୍ ଥିଲା ମୁଁ 1 ମନ୍ଥ ଯୋଉ କନସେପ୍ଟ ହୁଁ କ୍ଲିୟର ହେଲି ହୁଁ। ସେଇଟା ଜଷ୍ଟ ଓଭରଲୁକ୍ କଲି ମୁଁ ସେମିତି ଆଉ ସିବିଜେଡ୍ ରେ ମ୍ୟାଡାମ ବହୁତ ଜଲ୍ଦି ଏକ୍ଜାମ କରିଦେଲା ସମସ୍ତଙ୍କର ଡିଲେ ହଉଛି। ଆଜ୍ଞା ଆଜ୍ଞା ହୁଁ ଆଜ୍ଞା ସାର୍ ମୁଁ ମାନେ ଗୋଟେ ୱାର୍ଡରେ କହିଲି ପା ଆପଣଙ୍କ ଭିଡିଓ ମୁଁ ଦେଖିଲି ଯୋଉ 1 ମନ୍ଥ ଦେଖିଲି ସେଥିପାଇଁ ହିଁ ମୁଁ ଆଜି ଏତିକି ମାର୍କ ରଖିପାରିଛି। କାହିଁକି ନା ସିବିଜେଡ୍ ପିଲା କେମିଷ୍ଟ୍ରି ଗୋଟେ ଏମିତି ସବଜେକ୍ଟ କୋଉଠୁ କଣ କ୍ୱେଶ୍ଚେନ୍ ପଚାରିବ ତାକୁ ପିସିଏମ୍ ପିଲା ବି ତାଙ୍କ ପାଇଁ ବି କଷ୍ଟ ହୁଏ ସମସ୍ତେ ସବୁଟା ପାରିବେନି ଆଜ୍ଞା ନା ସାର୍। ଆଜ୍ଞା ଆଉ ଆମ ପାଇଁ କେମିଷ୍ଟ୍ରିରେ ମାର୍କ ଉଠେଇବା କଷ୍ଟ। ହଁ ସିବି ବହୁତ ଆଉ ମାନେ ହାର୍ଡ ଆସେ ମୁଁ ଲାଗେ ମତେ। ହୁଁ ବହୁତ ହାର୍ଡ ଲାଗେ
ତଥାପି କେମିଷ୍ଟ୍ରି କନସେପ୍ଟ କ୍ଲିୟର କରିକି ଗଲେ ବି ଆମକୁ ଏକ୍ଜାମ ହଲରେ ସେଇଟା ଟିକେ ଓରିଡ୍ ଲାଗେ। ଆପଣ ମ୍ୟାଡାମ କେମିଷ୍ଟ୍ରିରେ କେତେ କଣ ଆଟେଣ୍ଡ କରିଥିଲେ ଆଉ କୋଉଠି ପ୍ରିପାରେସନ ହେଇଥିଲେ କେତେ ଠିକ ହେଲା? କେମିଷ୍ଟ୍ରିରେ ମୁଁ ସାର୍ 22ଟା ଆଟେମ୍ପ୍ଟ ନେଇଥିଲି। ଆଜ୍ଞା। ତା ଭିତରେ ମୋର ଠିକ ହେଇଥିଲା 16ଟା। ବଢିଆ ତ ଅଛି, ମାନେ ଆକୁରେସି ମସ୍ତ ଅଛି। ହଁ, କୋଉ ଚ୍ୟାନେଲ ମ୍ୟାଡାମ ଆପଣ କୋଉ ଚ୍ୟାନେଲ ରୁ ପଢିଥିଲେ ଲାଗୁଥିଲା କି ହଁ ମାନେ ଯେତିକି ରଖିଛି ମେ ବି ଅନ୍ୟମାନେ ବି ସେତିକି ରଖିପାରିବେ ସେ ସବୁ ଚ୍ୟାନେଲକୁ ଫଲୋ କଲେ? ଟୋଟାଲି କେମିଷ୍ଟ୍ରିର କ୍ରେଡିଟ ଯିବ ଚନ୍ଦ୍ର ସାରଙ୍କ ପାଖକୁ, ଯୋଉ ମାନେ ତାଙ୍କ ପେଡ୍ ବ୍ୟାଚ୍ ନେଇଥିଲେ ନାଇଁ ଆପଣ? ପେଡ୍ ବ୍ୟାଚ୍ ନାହିଁ, ତାଙ୍କର ଯୋଉ ପ୍ରିଭିୟସ ର ଆରଏସଟି ଟାଇମରେ ସେ କେତେଟା ଭିଡିଓ ଅପଲୋଡ କରିଥିଲେ, ମାନେ ଏମସିକ୍ୟୁ ସିରିଜ ଆଉ ଏଲଟିଆର ପାଇଁ ସେ ଲକ୍ଷ୍ୟ ସିରିଜ ଗୋଟେ କରୁଥିଲେ। ମାନେ ଫ୍ରିରେ କରିଥିଲେ ନାଇଁ ମ୍ୟାଡାମ? ଫ୍ରିରେ କରିଥିଲେ। ଲକ୍ଷ୍ୟ ସିରିଜରେ ହ୍ୱାଟ୍ସଆପରେ ଜଏନ୍ ହେଲେ ସେ କ୍ଲାସ କଲେ ଦିଅନ୍ତି, ଆଉ ଚାପ୍ଟର ୱାଇଜ ସେ ତାଙ୍କର ସବୁ ଟପିକ ୱାଇଜ ମ୍ୟାଡାମ ଆପଣ କୁହନ୍ତୁ, ଆପଣ ଫ୍ରି ଯଦି ସିରିଜ ଏତେ ଭଲ ଲାଗୁଛି, ଜଣେ ଯଦି ଚାହୁଁଥିବ ମୁଁ 2000 ଟଙ୍କା ମାନେ ଇନଭେଷ୍ଟ କରିବି, କରିଲେ କିଛି ପ୍ରୋବ୍ଲେମ ଅଛି କି ତାଙ୍କ ପାଇଁ? ସାର୍ କଣ କହିଲେ? କହିଲେ ଆପଣ ଯୋଉ ଫ୍ରି ଦେଖିକି ଏତେ ମାନେ ହେଲ୍ପଫୁଲ ହେଇଛି, ଯଦି ଜଣେ ତାଙ୍କର ଯୋଉ ପେଡ୍ ଅଛି 2000 ଟଙ୍କା, ମୁଁ କାଲି ଗୋଟେ ଜଣଙ୍କ ସହିତ କଥା ହଉଥିଲି, ସେ କହୁଥିଲେ କି ସେ ସାରଙ୍କର 2000 ବି ଗୋଟେ ଛୋଟ ଆମାଉଣ୍ଟ ନୁହେଁ। ଯଦି ଜଣେ ଇନଭେଷ୍ଟ କରିବ ଡେଫିନେଟଲି ବେନିଫିଟ ହବ କି ନାହିଁ, ବୁଝିଲେ ତ? ଆଉ ଯୋଉ ସବୁ ଯୋଉ ଦଉନାହାନ୍ତି ମ୍ୟାଡାମ, କିଛି ଦରକାର ନାହିଁ ସାର୍, ପେଡ୍ କିଛି ଦରକାର ହିଁ ନାହିଁ। ଫ୍ରିରେ ଆପଣଙ୍କ ମୁଁ ସିବିଜେଡ୍ ପିଲା କଥା କହିବି, ଆପଣଙ୍କର ବାୟୋଲୋଜିରେ ଯେତିକି ଫ୍ରି କଣ୍ଟେଣ୍ଟ ପେଡ୍ ବ୍ୟାଚ୍ ରେ ବି ସେତିକି ଦଉଥିବେ କି ନାହିଁ। ମୁଁ ତ ନେଇନି ପେଡ୍ ବ୍ୟାଚ୍, ମୁଁ ଯୋଉଠି ବି ନେଇଥିଲି ସେଠି ବି ମୁଁ ମେନ୍ସରେ କିଛି ବି ହେଲ୍ପଫୁଲ ହେଇନି। ଆଜ୍ଞା। ଦେଖନ୍ତୁ ନା ଟା କହିଲେ ମାନେ ଖରାପ ହବ, ସିଏ ଆମର ଶତ୍ରୁ ହେଇକି ବସିବେ, କଣ ଦରକାର, ସେଥିପାଇଁ ଛାଡନ୍ତୁ। ଆଜ୍ଞା। ଆଉ କେମିଷ୍ଟ୍ରି ତ ମୁଁ ଚନ୍ଦ୍ର ସାରଙ୍କ ପାଖରୁ ଯାହାବି କଣ ଟୋଟାଲି ତ ମୁଁ ସେଇଠୁ ହିଁ ଦେଖିଛି ନା। ମୁଁ ବାସ୍ ମନିକା ମ୍ୟାମଙ୍କର କନସେପ୍ଟ କ୍ଲିୟର ହେଇଥିଲି କେମିଷ୍ଟ୍ରିରେ। ଚ୍ୟାନେଲ ନା କଣ ମ୍ୟାଡାମ ସେ ମନିକା ମ୍ୟାଡାମଙ୍କର? ମନିକା ମ୍ୟାମ ହିଁ ତାଙ୍କ ଚ୍ୟାନେଲ ଥିଲା, ସେ ଅନ୍ ଏକାଡେମୀରେ ପଢଉଥିଲେ। କେମିଷ୍ଟ୍ରି ବାୟ ମନିକା ମ୍ୟାମ ସର୍ଚ୍ଚ କଲେ ସେଠୁ କନସେପ୍ଟ କ୍ଲିୟର ହବ। ଆଉ ତାପରେ ଆପଣ ଆସିକି ସେ ଯୋଉ ଚନ୍ଦ୍ର ସାରଙ୍କ ସିକେଆରଙ୍କର ଏମସିକ୍ୟୁ ଦେଖନ୍ତି। ଆଜ୍ଞା, ସେମାନଙ୍କର ଭିଡିଓ କଣ ରିତୁରଚାଲ ଆଉ ମନିକା ମ୍ୟାମଙ୍କର ଭିଡିଓ, ସେଟା ଫାଷ୍ଟ ଯୋଉମାନେ ଜାଣିନଥିବେ କନସେପ୍ଟ କ୍ଲିୟର ପାଇଁ ସେ ଭିଡିଓଟା ଦେଖିବେ। କିନ୍ତୁ ଆମ ଟିଚରସିପ ପାଇଁ ଏକ୍ଜାମରେ ଯୋଉ ପ୍ୟାଟର୍ନ, ଯୋଉ କ୍ୱେଶ୍ଚନ ସବୁ ଯେତିକି ଡେପ୍ଥ ରୁ ପଢୁଛି, ସେଗୁଡାକ ଯେମିତି ଆପଣ ଚନ୍ଦ୍ର ସାର୍ ସେମାନେ ହିଁ ଭଲ କଣ୍ଟେଣ୍ଟ ଦେଇପାରିବେ। ମତେ ସେଥିପାଇଁ ଆପଣଙ୍କ ଚ୍ୟାନେଲ ଆଉ ଚନ୍ଦ୍ର ସାରଙ୍କ ଚ୍ୟାନେଲ ମୁଁ ଆଖି ବନ୍ଦ କରିକି ସେ ଦିଟା ଚ୍ୟାନେଲ ହିଁ ପ୍ରାକ୍ଟିସ କଲି। ଆଉ ମୁଁ ଆଜି ରେଜଲ୍ଟ ତ ପାଇଛି, ଆପଣ ତ ଦେଖୁଛନ୍ତି। ଆଉ ଚନ୍ଦ୍ର ସାରଙ୍କୁ ଜଣେଇଛନ୍ତି ମ୍ୟାଡାମ ନା ଜଣେଇନାହାନ୍ତି? ଆଜ୍ଞା ମେସେଜ କରିଥିଲି। ହଁ, ନାଇଁ ଭଲ ନା, ଦେଖନ୍ତୁ ଆପଣ ବି ମାନେ ଜଣଙ୍କ ଠାରୁ ବେନିଫିଟେଡ ହେଇଛନ୍ତି ଡେଫିନେଟଲି। ମାନେ ସେ ବି ତାଙ୍କର ଏଇ ଯୋଉ ଆପଣ ଯୋଉ ପଦେ କହିଲେ, ଓଡିଶାରେ ଏତେ ଜଣ ଅଛନ୍ତି ମହାରଥୀ କୁହନ୍ତି ନିଜକୁ, ମୁଁ ମହାରଥୀ ମାନେ କୁହନ୍ତି, କିନ୍ତୁ ଜଣଙ୍କ ପାଟିରୁ ଡେଡିକେଟେଡଲି ଜଣଙ୍କ ନାଁ ବାହାରିବା ବି ବହୁତ ମୁସ୍କିଲ। ଏବଂ ଆପଣଙ୍କୁ ଚନ୍ଦ୍ର ସାର କଣ 5 ଟଙ୍କା ବିସ୍କୁଟ ଖୋଇଥିଲେ ନା କହିଥିଲେ ମୋ ନାଁ କୁହ? ସେ ପୁଣି ମୋ ସହିତ କଥା ହଉଛନ୍ତି, ବୁଝି ସେତିକି ଆପଣ ବେନିଫିଟେଡ ହେଇଛନ୍ତି ବୋଲି କହୁଛନ୍ତି। ଆଉ ଗୋଟେ କଥା, ଅନେଷ୍ଟି ବି ପିଲାଙ୍କ ଭିତରେ ରହିବା ଦରକାର। ମୁଁ କହିଲି ନା, ମୁଁ ଗୋଟେ ଟିଚର ଫ୍ୟାମିଲିରୁ ବିଲଙ୍ଗ କରୁଛି। ଆପଣଙ୍କ କଥାବାର୍ତ୍ତା ମାଇଣ୍ଡ ସେଟ କହିଦବ ମ୍ୟାଡାମ, ଆଉ ସେଥିରେ ଆଉ ଜଣଙ୍କୁ ମାନେ ଡାଉଟ ନାହିଁ। ହବା ପାଇଁ ମୋର ଯୋଉ ଇଣ୍ଟରେଷ୍ଟ ଟା, ସେଟା ମୁଁ ଆପଣଙ୍କ ଭିଡିଓ ଦେଖିକି ପାଇଛି, ଚନ୍ଦ୍ର ସାରଙ୍କ ଭିଡିଓ ଦେଖିକି ପାଇଛି। ମୋର ଏତେ ବଡ ଡ୍ରିମ୍ ଆଜି ଆପଣଙ୍କ ପାଇଁ ପୁରା ହେଇପାରିଛି। ନାଇଁ ମ୍ୟାଡାମ, ସେଇଟା ତ ବଡ କଥା। ଦେଖନ୍ତୁ ଆପଣ ପଢିଲେ, ଆପଣଙ୍କ ଚ୍ୟାନେଲରୁ ପଢିଛି ବୋଲି, ତାପରେ ମତେ ଯୋଉ କଷ୍ଟଟା ହେଇଛି, ରିଲେଟିଭ ନେଇକି ସାଙ୍ଗସାଥି ସମସ୍ତେ କ୍ୱେଶ୍ଚନ କରନ୍ତି, ତୋର ହେଲାନି ଏତେ କଷ୍ଟ ହୁଏ। ମୁଁ ଆଜି ନାଇଁ ଆପଣଙ୍କର ମ୍ୟାଡାମ ଦେଖନ୍ତୁ, ଆପଣଙ୍କ କଷ୍ଟ ଆଉ ନାହିଁ। ଆପଣ ଦେଖନ୍ତୁ, ଆପଣ ଯୋଉ ଭଳିଆ ଜୋଶ ରେ ଅଛନ୍ତି, ମାନେ ଆମ ଓଡିଶାର ବହୁତ ଗରିବ ଛୁଆ ଅଛନ୍ତି ମ୍ୟାଡାମ, ସେମାନେ ଟ୍ୟୁସନ କରିପାରୁନାହାନ୍ତି, ସ୍କୁଲରେ ଠିକ ସମୟରେ କୋର୍ସ କମ୍ପ୍ଲିଟ ହୁଏ ନାହିଁ, ଆଉ କୋର୍ସକୁ ଗଡେଇ ଦେଇକି ଚାଲନ୍ତି। କିନ୍ତୁ ଆପଣଙ୍କ ଜୋଶ କହିଦଉଛି କି ମୋ ବାପା ଯଦି ଏତିକି ପପୁଲାରିଟି ହେଇଛନ୍ତି, ତାଙ୍କ ଝିଅ ହେଇକି ମୁଁ କାହିଁକି ଭଲ କାମ କରିକି ବେଶୀ ପପୁଲାରିଟି ନ ହେବି। ଗୋଟେ କଥା ବି, ମୁଁ ଯେତେବେଳେ ଯାଇଥିଲି ସେଠି ୱେଷ୍ଟବେଙ୍ଗଲ ଯାଇଥିଲି, ମୁଁ ପଢୁଥିଲି, ମତେ ତ ଟିଚରସିପ ହବାର ଇଚ୍ଛା ଥିଲା। ମୁଁ ଏଇ ଏନଭାରମେଣ୍ଟରୁ ବଢିଛି, ଏଇଆ କହିଲି। ୟା ପଛରେ ବି ଆଉ ଗୋଟେ କାରଣ ଅଛି। ସେତେବେଳେ ସମର ସିଜନ ଥିଲା, ବହୁତ କଷ୍ଟରେ ସାର୍, ବହୁତ କଷ୍ଟରେ ମୁଁ ପାଇଛି, ବହୁତ ପରିଶ୍ରମ କରିଛି ସେ 2 month। ଆଉ ମତେ ଯେତେବେଳେ ମେଣ୍ଟାଲି ହାରାସ ହେଇଯାଏ, ୱିକ୍ ଲାଗେ,
ମୋ ବାପା ମତେ ଗୋଟେ ଥର ଫୋନ କରି ଖାଲି କହିଥିଲେ ତୁ ନିଶ୍ଚିତ ପାରିବୁ, ପିଲା IAS OAS ପାଉଛନ୍ତି, ତୁ ଟିଚରସିପ ଟେ ହେଇପାରିବୁନି, ଟିଚର ଜବ ଟେ କରିପାରିବୁନି ନା, ତୁ ମୋ ଝିଅ ମାନେ ତୁ ନିଶ୍ଚିତ ପାରିବୁ, ମୁଁ ଗୋଟେ ବାସ୍ ଟିଚର, ସେଇଟା। ତୁ ଦିନେ ଟିଚର ହୁଁ ହେଇକି ଦେଖେଇବୁ। ଆଉ ମତେ ଯେତେବେଳେ ମୁଁ ମେଣ୍ଟାଲି ହାରାସ ହେଇଯାଏ, ମୁଁ ପାରିବି ନା, ମୁଁ ଏତେ କଷ୍ଟ କରୁଛି ପାରିବି ନା, ମତେ ସେଇ କଥାଟା ହିଁ ମନେ ପକେଇ ଦିଏ, ହଁ ତୁ ପାରିବୁ, ତୁ ପଢ। ଆଉ ମୁଁ ତାକୁ ହିଁ ଲକ୍ଷ୍ୟ କରିକି ବହୁତ ପରିଶ୍ରମ କରିଛି। ଆଉ ମୁଁ ଗୋଟେ କଥା ଦେଖିଲି, ମାନେ ଅଲଗା ଭେରାଇଟି ଭିଡିଓ ଏଠୁ ଟିକେ ଦେଖିବି ସେଠୁ ଟିକେ ଦେଖିବି, ଏମିତି ହେଲେ ଟାଇମ ୱେଷ୍ଟ ହବ, ଆଉ ତମେ ଠିକ ସେ ସବୁ ଚାପ୍ଟର କୁ କ୍ୟାପଚର କରିପାରିବ ନାହିଁ। ଯଦି ଆଜ୍ଞା ଗୋଟିଏ ସୋର୍ସ ଉପରେ ବିଲିଫ ରଖୁଛ, ତାଙ୍କୁ ହିଁ ଫଲୋ କରୁଛ, ସେ ଯାହା ଦଉଛନ୍ତି ସେମାନେ ବି ତ ସେଇ ମାନେ ଫାଷ୍ଟ ରୁ ସିଲାବସ କଭର କରିକା ଯାଉଛନ୍ତି ନା। ତ ଟାଇମଲି ଏକ୍ଜାମ ଟା ଆସୁଛି, ନୋଟିସ ଆସୁଛି, ତାଙ୍କର ବି ବିଜନେସ ଚଲେଇଛନ୍ତି, ମାନେ ସିଏ ଯୋଉଠୁ ବି କରନ୍ତୁ, ମୁଁ ତ ସଜେଷ୍ଟ କରିବି ଆପଣଙ୍କ ଠାରୁ। ତ ମୋ କହିବା କଥା ଜଣଙ୍କୁ ହିଁ ଫଲୋ କର, ଜଣଙ୍କୁ ବିଲିଭ କର। ଆଉ ଆଜ୍ଞା। ମତେ ଲାଗିଲା ଆପଣ ଫ୍ରି କଣ୍ଟେଣ୍ଟରେ ଏତେ ବଢିଆ, ଏତେ ଭେରାଇଟିର କ୍ୱେଶ୍ଚନ, ଯୋଉଟା ମୁଁ ଭାବିନଥିଲି ଏମିତି ଏମିତି କ୍ୱେଶ୍ଚନ ସବୁ ଅଛି ବୋଲି ମୁଁ କେବେ ଦେଖିବି ମ୍ୟାଡାମ ନଥିଲି। ଆପଣ ନୂଆ ଯେମିତି ଟାର୍ଗେଟ ନେଇଥିଲେ, ମୁଁ ବି ନେଇଥିଲି ମେ 20 ଭିତରେ କୋର୍ସ ସାରିବି, ତାପରେ ରିଭିଜନ ଆମେ ଆଣିଥିଲୁ, ମାନେ ଏମିତି ଆଜ୍ଞା ମାନେ ମ୍ୟାକ୍ସିମମ୍ ଯେମିତି ଆଜ୍ଞା ଡାଇରେକ୍ଟ କ୍ୱେଶ୍ଚିନ୍ ଆମେ ପାଇବା ସେମିତି ଆଉ। ଆଜ୍ଞା ନାଇଁ ଆପଣଙ୍କ ଆଜ୍ଞା ରିଭ୍ୟୁ ମାନେ ମୁଁ କହୁଛି ଆପଣଙ୍କ ପୁରା ଅନେଷ୍ଟ ରିଭ୍ୟୁ, ମୁଁ ବି ଜାଣିଲି କି ନାଇଁ, ମୁଁ ଯେତେବେଳେ ଭାବେ କଣ ମତେ ମିଳିବ ମ୍ୟାଡାମ, ମୁଁ ଫ୍ରି କରିଦଉଛି, ଲୋକ ତ ଆଜି ଚାକିରି ପାଇକି ଭୁଲିଯିବେ, ମୁଁ ବି ଜାଣିଛି ନାହିଁ, ମୁଁ ଏବେ ଦେଖୁଛି ନାଇଁ ଆପଣଙ୍କ ଭଳିଆ କେତେ ଲୋକ ଅଛନ୍ତି ଯିଏ ମୋର ଗୋଟେ ଫ୍ରି ସିରିଜ ଆସୁଛି ବୋଲି ୱେଟ୍ କରିଥିବେ। ଆଉ ଏବେ ବି ମାନେ ଆଜ୍ଞା ମୁଁ ପୁଣି ନୂଆ ଆଣିକି ମାନେ ଲଞ୍ଚ କରୁଛି, ମାନେ ନୂଆ ଗୋଟେ ନୂଆ ନୂଆ ଭେରାଇଟି ପ୍ରକାର ବି କରୁଛି ଆଜ୍ଞା ସେଇଭଳିଆ। ଆଜ୍ଞା। ନାଇଁ ବଢିଆ ଆଉ ଯାହା ହଉ। ହୁଁ ସାର୍ ଆହୁରି ଗୋଟେ କଥା, ମୁଁ ମାନେ 1 month ଥିଲା, ମୁଁ ଭାବୁଥିଲି କେମିତି ଆପଣଙ୍କର ସବୁ ଭିଡିଓକୁ ମାନେ ପ୍ରିଭିୟସ ଯୋଉ କଣ୍ଟେଣ୍ଟ ଭିଡିଓ ସବୁ ପକେଇଛନ୍ତି ଆଜ୍ଞା ତାକୁ କ୍ଲିୟର କରିବା ସହିତ ସେତେବେଳେ ଟାଇମରେ ଡେଲି ଯୋଉ MCQ ପକଉଥିଲେ, ହଁ ସେ MCQ ରେ ଯୋଉ ମୋର ରିଭାଇଜ ହଉଥିଲା, ମୁଁ ତ ପଢିଦେବି ଭୁଲିଯିବି, ତାପରେ ହୁଁ ମୁଁ ସେ MCQ ରିଭାଇଜ କରିବା ପାଇଁ ଯେତେବେଳେ ରାତିରେ କି ଯେତେବେଳେ ଆପଣ ଭିଡିଓ ଅପଲୋଡ କରନ୍ତି, ମୁଁ ଆଜ୍ଞା ସେଇଟାକୁ ସେଭ୍ କରିକି ରଖିଦେଇଥାଏ। ମୋ ଟାଇମ ହିସାବରେ ମୁଁ ଯେତେବେଳେ କଣ୍ଟେଣ୍ଟ ଭିଡିଓ ସାରିଦିଏ, ଆଜ୍ଞା ତାପରେ ଯେତେ ରାତି ହଉ ପଛେ ମୁଁ ସେ MCQ ଭିଡିଓକୁ ଦେଖିକି ଶୋଇବି। କାହିଁକି ନା ଆଜିକା ଭିଡିଓ ଯଦି ମୁଁ କାଲିକି ରଖି ଦଉଥିଲି, ସେଇଟା ମତେ ବହୁତ ଏକ୍ସଟ୍ରା ବର୍ଡନ ହେଇଯାଉଥିଲା। ହଁ ଡେଲି ମାନେ ଯେତେ ରାତି ହଁ ହେଲେ ବି ମୁଁ ସେ MCQ ମାନେ ଭିଡିଓକୁ ଆପଣ ଟାର୍ଗେଟ ସାରିକି ନେଇଥିଲେ ଶୋଉଥିଲି। ନାଇଁ, ଆଜିର ୱାର୍କକୁ ହଁ ମୁଁ ଶେଷ କରିବି ତାପରେ ଯାହା ହେବ। ହଁ ମୁଁ ଡେଲି ସେତିକି ସାରି ଦଉଥିଲି। ଆଉ ମ୍ୟାଡାମ ଆଉ ଆପଣ ମକ୍ ଟେଷ୍ଟ ଯୋଉ ଫୁଲ ଲେନ୍ଥ ମକ୍ ଟେଷ୍ଟ ହଉ କି ଚାପ୍ଟର ୱାଇଜ ହଉ, ଆପଣ କୋଉ ଆପ୍ଲିକେସନ କି କୋଉଠୁ କିଣିଥିଲେ କିଛି? କିଛି ନେଇ ନଥିଲି, କେବଳ କହିଲି ବା ଆପଣଙ୍କ ଭିଡିଓ। ମୁଁ ମାନେ ଆପଣ ଅନେଷ୍ଟଲି କହୁଛି ସାର୍, ହଁ ପିଲା ନାଇଁ ମ୍ୟାଡାମ କହିବେ ଦେଖନ୍ତୁ, ମାନେ ଆପଣ ମାନେ ଭଲ ପଦେ ମାନେ କହୁଛନ୍ତି, ଏଇଟା ବଡ କଥା। ଦେଖନ୍ତୁ ଆଉ ଆପଣଙ୍କ ସହିତ ମ୍ୟାଡାମ ମୋର ପୂର୍ବରୁ କେବେ ବି କଥା ହେଇନି, ଫାଷ୍ଟ ଟାଇମ ବୋଧେ ଏଇଟା ଆମେ କଥା ହଉଛନ୍ତି। ଆଉ ବହୁତ ଆଜ୍ଞା ଆଜ୍ଞା ଭାବୁଥିବେ କି ଇଏ ତାକୁ ଫୋନ କରିକି କହିଥିବ କି ମୋ ନାଁରେ ବଢେଇ ଚଢେଇକି କଣ ନାଇଁ, ସିବିଜେଡ ଗୋଟେ ସେଇଆ ତ ଏଭଳିଆ। ଜଷ୍ଟ ମୁଁ କହିବାକୁ ନାଇଁ ଚାହୁଁଥିଲି ମ୍ୟାଡାମ କି, ମୁଁ ସିବିଜେଡ ଗୋଟେ ଅନେଷ୍ଟଲି କହୁଛି, ମୁଁ ଚାହୁଁଛି ଟିକେ ସାର୍ ହଁ କହୁଛି, ହୁଁ ମୁଁ ଅନେଷ୍ଟଲି ଚାହୁଁଛି, ମୁଁ ଏ ଜଷ୍ଟ କହୁଥିଲି, ମତେ ଯେତେବେଳେ ବାଧୁଥିଲା ଲୋକ କ୍ୱେଶ୍ଚନ କରୁଥିଲେ ତୋର ହେଲାନି, ଆଜି ମୋର ହେଇଛି, ତ ମୁଁ ସେଇଟା ଫିଲ୍ କରୁଛି ଅନ୍ୟ ପିଲାମାନେ ବି ମୋ କଥା ଶୁଣନ୍ତୁ, ଆଉ ଆପଣଙ୍କ ଭିଡିଓ ଦେଖିକି ହିଁ ସେମାନେ ଜବ୍ ଟା ପାଇଯାଆନ୍ତୁ। ଯେ ସିବିଜେଡ ପିଲା ହେଇଥିବେ, ତାଙ୍କ ମୁଁ ଗ୍ୟାରେଣ୍ଟି ଦଉଛି ବାୟୋରେ ସେ ଭଲ ମାର୍କ ରଖିବେ। ଜବ୍ ପାଇବା ତ ଆହୁରି କେମିଷ୍ଟ୍ରି ପେଡାଗୋଜି ଅଲଗା ବି ଅଛି, ତାକୁ ସ୍କିପ୍ କରିଦେଲେ ଥୋଡି ନା ହବ। ଆଜ୍ଞା ଆଉ କିନ୍ତୁ ବାୟୋରେ ସେ ଆପଣଙ୍କ ଭିଡିଓ ଦେଖନ୍ତୁ, ଭଲ କଣ୍ଟେଣ୍ଟ ପାଇବେ, ଭେରାଇଟି କ୍ୱେଶ୍ଚନ ପାଇବେ। ଆଉ କୋଉଠି ବି କୋଉ ବହି ବି ଦେଖିବା ଦରକାର ନାହିଁ। ଯଦି ଆପଣଙ୍କର ସେ ଇ ବୁକ୍ ପ୍ରିଣ୍ଟ କରନ୍ତୁ କି ନୋଟ୍ କରନ୍ତୁ, ଆଗୁଆ ଯଦି କରିକି ରଖିଦେଲେ, ମୁଁ ତ ଆପଣଙ୍କୁ ନୋଟ୍ ବି କରିନଥିଲି, କୋଉଠି ପ୍ରିଣ୍ଟ ବି କରିନଥିଲି, କେବଳ ଭିଡିଓ ଦେଖିଲି। କାହିଁକିନା ମୋତେ 1 month ଥିଲା, ମୋତେ ସାରିବାର ଥିଲା। ମୁଁ ଖାଲି କେମିତି ମୋର ଓଭରଲୁକ୍ ହଉ, ମୋ ଆଖିରେ ସବୁ କ୍ୱେଶ୍ଚନ ଗୁଡାକ ଦେଖି ପକାଏ, ମୋ କାନ ସବୁ ଶୁଣି ପକଉ, ମୁଁ ଏତିକି ଖାଲି ଭାବୁଥିଲି ସବୁ। ମାନେ ମ୍ୟାଡାମ ଯେତିକି ସମୟ ହେଇଛି ସେତିକି ବି ଆମେ କରିଛୁ, ମାନେ ଏମିତି ନୁହେଁ ଯେ ମାନେ ଅଧିକ ରିଭିଜନ ବେଳେ ସେ 100 150 ଏମିତି ଗୋଟେ ଗୋଟେ ଚାପ୍ଟର ରୁ କରନ୍ତି। ଆଉ ଏମିତି ତ ଆଜ୍ଞା ରେସ୍ପିରେସନ ଉପରେ ମୁଁ ଗୋଟେ ହ୍ୟାଣ୍ଡ ରିଟେନ୍ ନୋଟ ଦେଇଥିଲି, ତା ଦେହରେ ବୋଧେ 6 7ଟା ପାର୍ଟ ଥିବ ମୋର ଏମିତି ଭିଡିଓ, ଆଜ୍ଞା ଟିକେ ସେଇ ସବୁ ଟାଇମ ଟେକିଂ ନୋଟକୁ ଆଉ। ହିଁ, ହଁ ହଁ ସେଇ ସବୁ ଇ ବୁକ୍ ହିଁ ମୁଁ ଭିଡିଓର ଯାହା ଦେଖିଥାଏ, ମତେ ଯୋଉଠି ଡାଉଟ୍ ହୁଏ କି ମନେ ପଡେନି, କେତେଟା ରିଲିଜ ହେଇଛି କି କଣ ଆଜ୍ଞା ସାଇକେଲ କୋଉଠି କଣ ଏନଜାଇମ୍ ଇଏ ହେଇଛି, ମୁଁ ସେତିକି ବେଳେ ସେଇଟାକୁ ହିଁ ଓଭରଲୁକ୍ କରିଦିଏ। ସେଇ ଇ ବୁକ୍ ହଁ ସବୁ ମୋର ମୋର ବି ମନେ ସ୍ପଟରେ ହିଁ ଅଛି ମ୍ୟାଡାମ। ଚାଲିଥିଲା ସେତେବେଳେ। ଆମର ମୁଁ ଗୋଟେ ହାତ ଲେଖା ନୋଟ ଦେନି, ଷ୍ଟ୍ରକ୍ଚର ସବୁ ଥିବ, ଗ୍ଲୁକୋଜ 6 ଫସଫେଟ ରୁ ଆଜ୍ଞା ମାନେ ଗ୍ଲୁକୋଜ ରୁ ଆଜ୍ଞା ଗ୍ଲୁକୋଜ ଆଜ୍ଞା 6 ଫସଫେଟ, ସେଟା ମୁଁ ହାତରେ ଆଜ୍ଞା ଲେଖିକି ଦେଇଥିଲି। ହଁ ନାଇଁ ଆଜ୍ଞା ବଢିଆ ଆଜ୍ଞା ବଢିଆ ହେଲା।
ଆପଣଙ୍କ ମାନେ ସେତିକି। ଆଉ ଗୋଟେ କଥା ବି ମୁଁ ପଢିଲା ବେଳେ ସାର୍ ଭାବୁଥିଲି, ମୁଁ ଯେତେବେଳେ ଜାଣିଲି ଆପଣ ଜଣେ ଟିଚର, ମୁଁ ଫାଷ୍ଟ ଭାବୁଥିଲି କି ଏମିତି ସମସ୍ତେ ଯେମିତି ୟୁଟ୍ୟୁବର ସେମିତି ଭିଡିଓ ଅପଲୋଡ କରୁଛନ୍ତି ସେ ଭାବୁଥିଲି। ମୁଁ ଯେତେବେଳେ ଆପଣଙ୍କ କଣ୍ଟେଣ୍ଟ ଦେଖିଲି, ତାପରେ ମୁଁ ଦେଖିଲି ଆପଣ ଜଣେ ଟିଚର, ଆପଣ ପଢିଛନ୍ତି ବୋଲି ପାଇଛନ୍ତି ଆଜି ଜବଟେ, ମୁଁ ତ ପାଇନି ଏପର୍ଯ୍ୟନ୍ତ। ତ ମୁଁ ଆଜ୍ଞା ଆପଣଙ୍କୁ ଫଲୋ କଲେ ମେ ବି ପାଇପାରିବି। ତାପରେ ଆଉ ଗୋଟେ କଥା ଭାବିଲି, ଆଜି ଆପଣ ଜବ୍ କରିଛନ୍ତି, ଆପଣଙ୍କ ପାଖରେ ସାଲାରୀ ଅଛି, ଫିର ବି ଏତେ କଷ୍ଟ କରିକି ଜଣେ ଡ୍ୟୁଟିରୁ ଆସିକି ମାନେ କଣ୍ଟେଣ୍ଟ ବନେଇକି ତାକୁ ବି ମ୍ୟାଡ଼ାମ ମୁଁ ଏଡିଟିଂ ଏବେ ବି କରିକି କହୁଛି ଅପଲୋଡ କରିବା ବି କଷ୍ଟ ନା। ତ ମ୍ୟାଡ଼ାମ ମୁଁ କାହିଁକି ଜଣେ ଦେଖନ୍ତୁ କରିବେ ଫ୍ରିରେ? ପୁଣି ଆପଣ ଯୋଉ କଣ ପାଇଁ କହୁଛନ୍ତି, କରିବେ? ମୁଁ ମାନେ ରାସ୍ତା ଉପରେ ଠାକୁର ଛିଡା ହେଇଛି, ମାନେ ଖରା ଦିନ, ମାନେ ମୁଁ କହୁଛି ବା, ମୁଁ ଯେତେବେଳେ 1.5 ଘଣ୍ଟା କ୍ଲାସ ସରିଥିବ ମୋର ମୋର ଝାଳ ମୋ ପ୍ୟାଣ୍ଟ ସାର୍ଟ ଭିଜି ଯାଇଥିବ, ମୋ ମା ହେରିକା ଦେଖିବେ କଣ ତୋର ମିଳୁଛି ରେ ଏତେ ସବୁ ଜିନିଷ, ସକାଳୁ ତତେ ଲାଗିଛୁ କଣ ମିଳୁଛି, ସେଇ ଜିନିଷ କଣ ମିଳୁଛି ମୁଁ ଆଜି ଫିଲ୍ କରୁଛି ଆପଣଙ୍କ କଥାରୁ। ଭଗବାନ ମ୍ୟାଡ଼ାମ ଆଜ୍ଞା ନାହାନ୍ତି କିଏ କହିଲା କୁହନ୍ତୁ? ଆଜ୍ଞା। ଲୋକ ମୁଁ କହିଲେ, ଯେତେବେଳେ ଭିଡିଓ ଲୋକ ଦେଖୁଥିଲି ନାଇଁ ମୁଁ ମ୍ୟାଡ଼ାମ ସେୟା ହିଁ ଦେଖୁଛନ୍ତି, ଭାବୁଥିଲି, ଆପଣ କାହିଁକି କହୁଛନ୍ତି ତ, ସାର୍ କଷ୍ଟରେ ମୁଁ କରୁଛନ୍ତି ଏତେ। ଆପଣଙ୍କୁ ଦେଖେଇବି, ମାନେ ସ୍କ୍ରିନଶଟ ଦେଖେଇ ପାରନ୍ତି, ମତେ ଲୋକ ମେସେଜ କରିଥିଲେ ତମ ଡିଓ ପାଖରେ କମ୍ପ୍ଲେନ କରିବି, ତୁ କାହିଁକି ଇଏ ଧନ୍ଦାରେ ପଶୁଥିଲୁ। ମାନେ ମତେ ଆଜ୍ଞା କେତେ ପ୍ରେସର କରାହେଇଛି ମୁଁ ଆଜି ବି କହୁଛି, ମୁଁ କାହାକୁ କୁହେନି, ମାନେ ଲୋକଙ୍କ ଭଲ ଚେହେରା ପଛରେ ମୁଁ ଗୋଟେ ଭଲ ଗ୍ରୁପରେ ମେସେଜ କରିବି, ସେମାନେ ତାକୁ ଅଲଗା ଇଏରେ ଉସ୍କେଇବେ, ଆଉ 2-4 ଜଣ ଆଜ୍ଞା ସିବିଜେଡ୍ ରେ ଅଛନ୍ତି ଯୋଉମାନେ ସେମାନେ ତାଙ୍କ ଜୀବନରେ ଚାକିରି ପାଇବେନି, ମାନେ ଲୋକଙ୍କୁ ମାନେ ଆସିକି ଡିମୋଟିଭେଟ କରିବେ। ସାର୍ ତାପରେ ବି ଆପଣଙ୍କର ଏଇ ଯୋଉ ମାନେ ହେଲ୍ପଫୁଲ ନେଚର, ଆପଣ ଜବ୍ କରିକି ସାଲାରୀ ଥାଇକି ବି ଫ୍ରିରେ ଏତେ ମୁଁ ସୁନ୍ଦର ବା କହୁଛି କଣ୍ଟେଣ୍ଟ ମ୍ୟାଡ଼ାମ, ଯଦି ଦଉଛନ୍ତି, ଯଦି ଆପଣ କେତେ କେତେ ଚାକିରି ବାପା ପାଇବେ, ମାଙ୍କ ଆଖିର ଲୁହ ପୋଛୁଛନ୍ତି, କେତେ ଜଣଙ୍କ ମୁହଁରୁ ମାନେ ଆଶୀର୍ବାଦ ଟିକେ ଆପଣ ପାଉଛନ୍ତି, ସେଇଟା ନାଇଁ ମ୍ୟାଡ଼ାମ, ଲୋକ କହିଲେ ଫ୍ରିରେ କଣ ଦବ, ଇଏ କଣ ଦେଇ ପକେଇବ, ଆମେ କେତେ ଜାଣିଛୁ, ଆମର ମାନେ ବଡ ବଡ ସେଟଅପ୍ ଅଛି, ଆମେ ସବୁ ଦବୁ କହିଥିଲେ। ମୁଁ ବି ଭାବେ ଯଦି ମୋ ପରୀକ୍ଷାରେ ମାନେ ମୁଁ ଯୋଉ ପଢଉଛି ପରୀକ୍ଷାରେ ନ ଆସିବ, ମତେ କେତେ ମାନେ ସବୁ ଜିନିଷର ଡର ଥାଏ, ଆପଣଙ୍କୁ ଯେମିତି ଡର ଅଛି କି ମୁଁ ଏକ୍ଜାମ ନ ପାଇବି, ଆଜ୍ଞା ସେମିତି ଯଦି ମୋ କଣ୍ଟେଣ୍ଟ ଏକ୍ଜାମରେ ନ ଆସିବ, କେତେ ପ୍ରେସର ଆଜ୍ଞା ଭିତରେ କୋର୍ସ ସାରିଥିଲି, ଯାହା ହଉ ଭଲ ଲାଗିଲା। ଆପଣ 2 ପଦ କହିଲେ, ମୁଁ ଆହୁରି ନୂଆ ସିରି ଜାଣିବି, ପୁଣି ମାନେ ଯେମିତି ଆହୁରି ସିବି ଜଣଙ୍କ ପାଖରେ ପହଞ୍ଚନ୍ତୁ, ଘରେ ଘରେ ଚାକିରି ପାଆନ୍ତୁ। ମ୍ୟାଡ଼ାମ କୁହନ୍ତୁ, ଆପଣ ଆଜ୍ଞା ଯେମିତି ଆଜ୍ଞା ଆପଣ ଆଜ୍ଞା ଯେମିତି ସେଟେଲ ହେଇଗଲେ, ମୁଁ ସେଟେଲ ହେଇଗଲି, ଏଇଟାକୁ ଲୋକ କଣ କରନ୍ତି ନା, ମୁଁ ଚାକିରି ପାଇଗଲି ତାପରେ ମୋ ନୋଟକୁ ସେଲ୍ କରିବା ଷ୍ଟାର୍ଟ କରିବି, କିନ୍ତୁ ମୋର ମାଇଣ୍ଡ ସେଟ୍ ଆଜ୍ଞା ଅଲଗା। ଦେଖନ୍ତୁ ମ୍ୟାଡ଼ାମ, ଆପଣ ଯେତେବେଳେ କଥା ଉଠିବ, ଆପଣଙ୍କ ଆଜି ନୁହେଁ 20 ବର୍ଷ ପରେ ଯେତେବେଳେ ମନେ ପଡିବ କି ଆପଣ କୋଉ ଭଳିଆ ପ୍ରିପାରେସନ ହେଇଥିଲେ, ସେତେବେଳେ ଆପଣ ମୋ କଥା ମନେ ପକେଇବେ, ମେ ବି ବଞ୍ଚିଥିବି କି ମରିଥିବି ସେଟା ଭଗବାନ ଜାଣନ୍ତି। କିନ୍ତୁ ନାଇଁ 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 ସେମିତି ମ୍ୟାଡ଼ାମ ଦେଖନ୍ତୁ, ସେଇଟା ଆପଣ ଯୋଉ ପଦ କଥା କହିଛନ୍ତି, ମାନେ ସିବିଜେଡଙ୍କ ପାଇଁ ଚାଲିବ ଅନଲିମିଟେଡ, ଇରେସ୍ପେକ୍ଟିଭ ମୁଁ କହୁଛି ପା, ମାନେ ଯେତେ ଧମକ ଆସୁ, ଯେତେ ଯାହା କରୁ, ମୋର କେହି କିଛି କରିପାରିବେ ନା, ଫ୍ରି ଚାଲିବ, ମାନେ ଆଜ୍ଞା ଏମିତି ଫ୍ରି ଧୂଆଁଧାର ହବ। ଆଉ ଆପଣ, ମୁଁ ଆଜ୍ଞା ବି ମାନେ ଆଶା କରୁଛି ଆପଣ ଆହୁରି ଦେଖନ୍ତୁ, ଆପଣ ଯୋଉବେଳେ ଜୋସ୍ ଅଛି, ଆପଣ ଗୋଟେ ସ୍କୁଲରେ ଲିମିଟେଡ ରୁହନ୍ତୁ ନା, ଆପଣ ଆସିକି ଅନ୍ୟ ଏକ୍ଜାମରେ ପ୍ରିପାରେସନ କରନ୍ତୁ। ମୁଁ ଯେମିତି ମତେ ୟୁଟ୍ୟୁବ ଆଜ୍ଞା ପସନ୍ଦ, ମୁଁ ମୋ ୟୁଟ୍ୟୁବ ପାଇଁ ଆଜ୍ଞା ଲାଗିଛି, ସେମିତି ଆପଣ ଅନ୍ୟ ପାଇଁ ବି ଲାଗନ୍ତୁ ଡେଡିକେଟେଡଲି, ଆଜ୍ଞା ଲାଗିବେ, ବଢିଆ ଆଜ୍ଞା। ସେ ହବ। ଆଉ ମ୍ୟାଡ଼ାମ, ପେଡାଗୋଜି ପାଇଁ ଆପଣ କୋଉଠି ପଢୁଥିଲେ? ପେଡାଗୋଜି ପାଇଁ ମୁଁ ମୋର ଯାହା ଥିଲା, ମୁଁ ଯାହା ଆଗରୁ ନୋଟ କରି ରଖିଥିଲି, ମୁଁ ତାକୁ ପଢୁଥିଲି। ତାପରେ ଶିକ୍ଷା ଶାସ୍ତ୍ର ଆଜ୍ଞା, ଯୋଉ ସେ ସାର୍ ଚ୍ୟାନେଲ, ତ ସନ୍ତୋଷ ସାର୍ ତ ମାନେ ମାନେ ଓଡିଶାର ୱାର୍ଲଡ ୱାଇଡ ଫେମସ ବୋଧେ ସେ। ହଁ ତାଙ୍କରି ଭିଡିଓ ଦେଖିଛି, ସବୁ ଦେଖି ନାହିଁ, କିନ୍ତୁ ସେ ହଁ ଯାହା ପ୍ରିଭିୟସ୍ କ୍ୱେଶ୍ଚନ ଅପଲୋଡ କରିଥିଲେ, ତାଙ୍କର ଗୋଟେ ବେଷ୍ଟ ପଏଣ୍ଟ ହେଲା ସେ ଯାହା କ୍ୱେଶ୍ଚନ ଅପଲୋଡ କରନ୍ତି ତା ରିଲେଟେଡ ସେ କ୍ଲାରିଫିକେସନ ଟା ଭଲସେ ଦିଅନ୍ତି, ଏକ୍ସଟ୍ରା ଆଜ୍ଞା ପଏଣ୍ଟ ବି ଦିଅନ୍ତି ସେଇ ରିଲେଟେଡ। ତ ଆଜ୍ଞା ଆଜ୍ଞା ସେଇ ସବୁ ମତେ ହେଲ୍ପ କରୁଥିଲା, ମୁଁ ତାଙ୍କ ଭିଡିଓ ଦେଖିଥିଲି, କେବଳ ତାଙ୍କରି ଭିଡିଓ ଦେଖିଥିଲି। ମୁଁ ଲିମିଟେଡ ଏଇ କେତେଟା ଚ୍ୟାନେଲ, ମାନେ ମୋର ଗୁଡ ଲକ୍, ମତେ ଭଗବାନ ଆପଣ ମାନଙ୍କ ସହିତ ଭେଟ କରେଇଲେ। ମୁଁ ଆମେ ଯଦି ଆପଣ ଦେଖନ୍ତୁ ମ୍ୟାଡ଼ାମ, ଆମେ କିଏ, ଭଗବାନ ଜାଣିଛନ୍ତି କାହା ପାଖରେ କୋଉ ଜିନିଷ ପହଞ୍ଚେଇଲେ, ଆପଣ ବି ସେତିକି ପରିଶ୍ରମ କରୁଛନ୍ତି। ଆଉ ଦେଖନ୍ତୁ, ଆପଣ ଯେମିତି ମାଇଣ୍ଡ ସେଟ ନେଇଛନ୍ତି କି ମୁଁ ୟା ପରେ ଆଉ ଦେବିନି, ଭଗବାନ ବି ଦେଖୁଥିବେ ନା, ଜଣେ ଭଲ ମାନେ କ୍ୟାଣ୍ଡିଡେଟ, ଜଣେ ଭଲ, ଜଣେ ଆସ୍ପିରାଣ୍ଟ, ସେ ଡେଡିକେଟେଡଲି କାମ କରିବାକୁ ଚାହୁଁଛି, ଯଦି ମୁଁ ତାକୁ ସପୋର୍ଟ ନ କରିବି କାହାକୁ ସପୋର୍ଟ କରିବି କୁହନ୍ତୁ? ଆଉ ମେନ୍ କଥା ମ୍ୟାଡ଼ାମ ଦେଖନ୍ତୁ, ଆପଣ ଯେହେତୁ ହାଉସ ୱାଇଫଙ୍କର ମେନ୍ ଦରକାର ହଉଛି କଣ, ତାଙ୍କର କୋଉ ଭଳିଆ ମାଇଣ୍ଡ ସେଟ୍। ଆପଣ ଯେମିତି ଆଜ୍ଞା ଜୋରଦାର ଲାଗିଲେ, ଯେମିତି ଲୋକ କହିବେ ମୁଁ ବାହା ହେଲିଣି ଆଉ ଛାଡିଦେବି, କଣ ମୋର ହଉନାହିଁ, ନାଇଁ ମ୍ୟାଡ଼ାମ? ସାର୍ ମୁଁ କହିଲି ମୁଁ ଆଉ କରିପାରିବିନି, ମୋର ନ ହେଇଥିଲେ ମୁଁ ପୁଣି ଟ୍ରାଏ କରିଥାନ୍ତି, କାହିଁକି ନା ମୋ ଭିତରେ ଟିଚରସିପ ହବାର ଆଜ୍ଞା ଇଚ୍ଛା ଟା ବେଳୁରୁ ହିଁ ରହିଛି। କିନ୍ତୁ
ମାନେ ମୋର ଏନଭାୟରନମେଣ୍ଟ କୁ ମୁଁ ଯାହା ଦେଖୁଛି ମୁଁ ଆଉ ପାରିବିନି, ଦିନକୁ ଦିନ ମୋର ହୋପ କମିଯିବ। ଆଉ ମ୍ୟାଡାମ ଯୋଉ ଏସଏସବି ଯୋଉ ଭଳି ଲେବୁଲ ର ପକଉଛି ହାଇସ୍କୁଲ ଟିଚର କୋଶ୍ଚିନ୍, ଡର ଲାଗିବନି ଯାହାକୁ ଦେଖିକି ଆଗକୁ ଯୋଉ ବହୁତ ଆସୁଛି? ଡର ଲାଗିବ, ସେ ବହୁତ ହାଇ ଲେବୁଲ ର କୋଶ୍ଚେନ ପକଉଛି। ଜୁଲୋଜି ତ ଯୋଉ ଭଳି ପକେଇଥିଲା ମାନେ ଲେକ୍ଚରର ବି ଟଚ୍ କରିପାରିବେନି। ବହୁତ କଷ୍ଟ। ମୁଁ ଆଉ ସେତେବେଳେ ଜେନେରାଲ କେବଳ କାଟାଗୋରୀ ତ ଏନସିଆରଟି ହିଁ ଛାଡନ୍ତୁ। ପଢିକି ଯାଇଥିଲି, କିନ୍ତୁ ଆଉ ମ୍ୟାଡାମ କିଛି ତ ଏମସିକ୍ୟୁ ଆସିଲାନି, ପାଇଁ ସେତେବେଳେ କିଛି ଡର ଲାଗିଲା ଦେଖିକି କୋଶ୍ଚେନ। ହଁ ଆଉ ମ୍ୟାଡାମ ଆପଣ ଯୋଉ ପ୍ରିପାରେସନ କରୁଥିଲେ ଏ ଯୋଉ କିଛି ଇ ବୁକ୍ କିଛି ବୁକ୍ ଫୁକ୍ କିଣିଥିଲେ କି ଏମସିକ୍ୟୁ ପାଇଁ ପ୍ରିପାରେସନ ପାଇଁ? କୋଉ ସବଜେକ୍ଟରେ? ବାୟୋଲୋଜି ହଉ କେମିଷ୍ଟ୍ରି ହଉ କି ନାଇଁ ପେଡାଗୋଜି ନାଇଁ ହଉ? ସାର୍, ମୁଁ କହିଲି ବା କିଛି ବି ମୁଁ କିଣି ନାହିଁ। ମୋର ମେନ୍ ଆଜ୍ଞା। ଏକ୍ଜାମ ମେନ୍ସ ଦବାର ଏଇଟା ଫାଷ୍ଟ ଆଟେମ୍ପ୍ଟ। ପ୍ରିଲିମ୍ କ୍ଲିୟର କରିଛି ଫାଷ୍ଟ ଆଟେମ୍ପ୍ଟ। ମୁଁ ଆପଣ ପୁରା ମେ ବି ଟୋଟାଲ ଭଦ୍ରକରେ ପୋଷ୍ଟିଂ ହେଇପାରନ୍ତି। ମୁଁ ଫାଷ୍ଟ ମାନେ ମୁଁ ସେଇଠି ତ ନର୍ଭସ ଥିଲି ଯେ ମୁଁ ମେନ୍ ଏକ୍ଜାମ ଟା କେମିତି କଣ କ୍ଲିୟର କରିବି। ତ କିଛି ମୋ ପାଖରେ ସୋର୍ସ ନାହିଁ, କଣ କରିବି। ମୋର ଗୁଡ୍ ଲକ୍, ଆପଣମାନଙ୍କ ସହିତ ଭେଟ ହେଲା। ମୁଁ ଏଇ ଲିମିଟେଡ ଶିକ୍ଷାଶାସ୍ତ୍ର ପେଡାଗୋଜିରେ କେମିଷ୍ଟ୍ରିରେ ଚନ୍ଦ୍ର ସାରଙ୍କ ଭିଡିଓ ଦେଖିଲି, ମନିକା ମ୍ୟାମଙ୍କ କନସେପ୍ଟ ଦେଖି ସାରିଲି, ଚନ୍ଦ୍ର ସାରଙ୍କ ଭିଡିଓ ପ୍ରାକ୍ଟିସ କଲି। ଆଉ ରିତୁ ରତ୍ୟାଲ ମ୍ୟାଡାମଙ୍କର ଦେଖୁଥିଲି, ବାୟୋରେ କନସେପ୍ଟ ଦେଖିଲି 1 month ଏନସିଆରଟି ରିଭିଜନ ସହିତ। ଆଜ୍ଞା। ଦେନ୍ ମୁଁ ଆପଣଙ୍କ ଭିଡିଓରୁ ହିଁ କ୍ୱେଶ୍ଚନ ପ୍ରାକ୍ଟିସ କଲି, କଣ୍ଟେଣ୍ଟ ଦେଖିଲି, ସେତିକି ବାସ୍। ଆଉ ମ୍ୟାଡାମ ଯେମିତି ଯୋଉ ସବୁ ଏନସିଆରଟି ରେ ନାହିଁ କିଛି ଟପିକ ଯେମିତି ଫୁଡ ନ୍ୟୁଟ୍ରିସନ ଡାଇଜେସନ, ସେଟାକୁ ମାନେ କଣ ଆଜ୍ଞା ରେସନାଲାଇଜେସନ କରାହେଇକି ଏନଇପି 2020 ରେ କଟା ହେଇଯାଇଛି। ଆଜ୍ଞା ମାନେ ଆଜ୍ଞା ସାର୍, ବର୍ଡନ ସେ ଟିକେ ସବୁ ପ୍ଲାଣ୍ଟ ଡିଜିଜ ହଉ ଫୁଡ ନ୍ୟୁଟ୍ରିସନ ହଉ, ସେଥିପାଇଁ ମୁଁ ବହୁତ ଓରିଡ୍ ଥିଲି। ସେ କଣ୍ଟେଣ୍ଟ ମୁଁ କୋଉଠୁ ପାଉନଥିଲି, କିନ୍ତୁ ଆପଣଙ୍କ ଭିଡିଓରୁ ମତେ ମିଳିଗଲା ସେ ସବୁ। ବଢିଆ ସେ ବହୁତ ବହୁତ ସାରା ଆପଣ ପାର୍ଟ 1 ପାର୍ଟ 2 କରିକି ଛାଡିଥିଲେ। ମୁଁ ଆଜ୍ଞା। ସେଇ ସବୁ ଭିଡିଓ ହିଁ ଦେଖିଦେଲି, ମୋର ହେଇଗଲା। ଠିକ ଅଛି, ବଢିଆ। ଆପଣଙ୍କ ରିଭ୍ୟୁ ଟା ମାନେ ଭାବୁଛୁ ତ ସାଙ୍ଗେ ସାଙ୍ଗେ ଅପଲୋଡ କରିବି। ଆପଣଙ୍କର ଯୋଉ ଭଳିଆ ମାନେ ରିଭ୍ୟୁ ମାନେ ଲୋକ ଶୁଣିକି ଖୁସି ହେବେ। ଆଜି ହେଇ ଜଣଙ୍କ ସହିତ କଥା ହଉଥିଲି ମ୍ୟାଡାମ, ମୁଁ କହୁଛି ପା ଏତେ ମେସେଜ ଏ ପର୍ଯ୍ୟନ୍ତ ବି ମୋବାଇଲ ମୁଁ ଡାଟା ଅନ୍ କରିପାରୁନି, ମାନେ ବହୁତ ସପୋର୍ଟ ସିବି ଜଣଙ୍କର। ଆଉ ଦେଖନ୍ତୁ ଲୋକ ଚାକିରି ଆଜ୍ଞା ପାଇଲା ପରେ ଆପଣ 105 ରଖିଲେ ଲୋକଙ୍କର ଘମଣ୍ଡ ହେଇଯିବ। ମୁଁ ରଖିଛି 105, କାହିଁକି ଜଣଙ୍କୁ ପଚାରିବି ଆଉ, ବୁଝିଲେ? ଆପଣ ପଦେ ନାଇଁ ମୁଁ କହିଲେ ସେଇଟା ମାନେ ତ ବଡ କଥା। ଆପଣଙ୍କ ଭିଡିଓ ଦେଖିକି ପାଇଲି ନା, ଖାଲି ପାଇଗଲି କି? ନା ଆପଣ ବି ବହୁତ ସେତିକି ଯଦି ମେହନତ କଲେ। ମତେ ହଁ ଯଦି ସେଇ ଟାଇମରେ କି ସେଇ ମାନେ ମୁଁ ଯେମିତି ସୋର୍ସ ଖୋଜୁଥିଲି ପାଉନଥିଲି, ଆପଣଙ୍କ ଭିଡିଓଟା ହିଁ ମୋ ପାଇଁ ଏଫିସିଏଣ୍ଟ ସୋର୍ସ ହେଲା ବୋଲି ମୁଁ ତାକୁ ପଢିଲି। ନିଜର ପରିଶ୍ରମ ସହିତ କୋଉଠୁ କଣ କେମିତି ପଢିବା ଆମକୁ ମିଳେନି, ଗାଇଡ ଲାଇନ ମିଳେନି ଠିକ ମ୍ୟାଡ଼ାମ ସେ। ଦେଖନ୍ତୁ ଆପଣଙ୍କ ଭଗବାନ ଭିଡିଓ ସେମିତି ପହଞ୍ଚେଇବେ, ସିରିଏଲି ବୁଝିଲେ? ଠିକ ଠାକ ଥିଲା ବୋଲି ମୁଁ ତାକୁ ସବୁ ପଢି ପାରିଲି, ଆଉ ମୋର କ୍ଲିୟର ହେଲା। ଆଜ୍ଞା। ନାଇଁ ମ୍ୟାଡାମ ଦେଖନ୍ତୁ, ଦେବା ଲୋକ ଭଗବାନ, ଭଗବାନ ତାର ମାନେ ଜାଣିଛନ୍ତି କାହା ପାଖରେ କୋଉ ଭଳିଆ ଜିନିଷ ପହଞ୍ଚା ଯିବ ସେଇଭଳିଆ। ମାନେ ଆପଣ ଜଣେ ୱେଲ କ୍ୟାଣ୍ଡିଡେଟ, ବଢିଆ। ଆପଣ, ମୋର ଆଶା କି ଆପଣ ମାନେ ଭଦ୍ରକରେ ପୋଷ୍ଟିଂ ପାଆନ୍ତୁ। ଭଦ୍ରକରେ ଆମର ଜଣେ ସାର୍ ଏବେ ଟ୍ରାନ୍ସଫର କରିକି ଯାଇଛନ୍ତି, ତାଙ୍କ ସ୍କୁଲରେ ହେଲେ ସେ ବଢିଆ ଲୋକ, ମାନେ ପିଇଟି ର ଆଜ୍ଞା ଆଜ୍ଞା ହେଲା। ଆପଣଙ୍କ କୋଉଠି ପାଇଛନ୍ତି? ସେ କୋଉ ସ୍କୁଲ ତ କହିପାରିବେନି, ତାଙ୍କର ବନ୍ଥ ବ୍ଲକ। ଆଜ୍ଞା ମାନସ ସାର୍ ଜଣେ, ସେ ଆମର ପାଖରେ ଥିଲେ, ସେ ବି ଜଣେ ଭଲ ଲୋକ। ଆଉ ମୋର ଆଶା ବୋଧେ ସିବିଜେଡ ର ଯେତିକି ପିଲା ଏ ଏଲଟିଆର ଏକ୍ଜାମ ଦେଇଥିବେ, ମୋ ଚ୍ୟାନେଲକୁ 50% ରୁ ଏଭବ ଶୁଣିଥିବେ। ନ ଦେଖିଥାନ୍ତୁ ଅବଶ୍ୟ, କିନ୍ତୁ ଶୁଣିଥିବେ, କାହିଁକିନା ମୋର ସିବିଜେଡ ର ପ୍ରିଭିୟସ ଇୟର କୋଶ୍ଚିନ୍ କୁ ମର୍ଜ କରିଥିଲି। ଯେତେ ହୁଏ ଆଜ୍ଞା। ମୁଁ ଛାଡେ ଆଉ ସେଇଟା। ହଁ ଯୋଉମାନେ ସାର୍ ଜବ୍ ପାଇବା ପାଇଁ ଆକ୍ଚୁଆଲି ଇଣ୍ଟରେଷ୍ଟେଡ ଥିବେ, ସେ ମାନେ ୟାର ଚ୍ୟାନେଲ ତାର ଚ୍ୟାନେଲ ସର୍ଚ୍ଚ କରିବାର ଅଛି। ଆମର ନଲେଜ ନାହିଁ ମାନେ ଆମେ ସର୍ଚ୍ଚ କରିବା, ଖୋଜିବା କୋଉଠୁ ପଢିବା କଣ ନାହିଁ। ମୁଁ ଆଜ୍ଞା ଯେମିତି ଫାଷ୍ଟ ସର୍ଚ୍ଚ କଲି, କିନ୍ତୁ ଯାହାର ପଢିବାର ଇଚ୍ଛା ଥିବ ସେ କଣ୍ଟେଣ୍ଟ ଦେଖିଲେ ହିଁ ଜାଣିପାରିବ, ହଁ ଏଇ କଣ୍ଟେଣ୍ଟ ଟା ବେଷ୍ଟ ଅଛି, ମୁଁ ଏକୁ ପଢିବି। ଯେମିତି ମୁଁ ପେଡ୍ କୋର୍ସ ନେଇକି ବି ମତେ କଣ୍ଟେଣ୍ଟ ସାଟିସ୍ଫାକ୍ସନ ମିଳିଲାନି। ମୁଁ ତ ଭାବିଥାନ୍ତି, ମୁଁ ଆଜ୍ଞା କାହିଁକି ପ୍ରିଲିମ ରେ କମ୍ପ୍ଲିଟଲି ଟ୍ରଷ୍ଟ କଲି ତାଙ୍କ ଉପରେ, ମାନେ ମେନ୍ସ ବେଳକୁ ମତେ ଠିକ ଠାକ ଲାଗିଲାନି। ତ ଆଜ୍ଞା ନିଜର ଆଜ୍ଞା। ଗୋଟେ ନିଜକୁ ସାଟିସ୍ଫାକ୍ସନ ମିଳିବ, ହଁ ଏଇଟା ଠିକ ଅଛି କି ଏଇଟା ନାହିଁ। ଯାହା ହଉ, ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ମୁଁ ଭାବୁଥିଲି ଆପଣଙ୍କୁ କାଲି କଲ୍ କରିବି, କାହିଁକିନା ଆଜି ଜଣଙ୍କର ଗୋଟେ କଥା ହେଇଥିଲି, ତାଙ୍କର ଭିଡିଓ ମୁଁ ଅପଲୋଡ କରିଛି। ଆଉ ମ୍ୟାଡାମ ଆଜ୍ଞା ଦେଖନ୍ତୁ, ମୋର ବି ମାନେ ଆପଣ ଯେମିତି ଆଶା ଲଗେଇଛନ୍ତି, ମୋର ବି ଆଶା ଅଛି କି ଯଦି କିଏ ଥରେ ମୁଁ ଦେଖିଥିଲି ଏଇ ଚନ୍ଦ୍ର ସାରେ ଜଣଙ୍କର ଆଜ୍ଞା ଇଣ୍ଟରଭ୍ୟୁ ନଉଥିଲେ। ତାଙ୍କ ନାଁ ହଉଛି ଦେବାନନ୍ଦ ଖଟେଇ, ସେ ଭାଇ ଦେବା ଭାଇଙ୍କର। ଆଜ୍ଞା ମୁଁ ଆଜ୍ଞା ମୁଁ ସେତେବେଳେ ମାନେ ଯୋଉ ଏରିଆରେ ରହୁଥିଲି, ଘର ଭଡା ନେଇକି, ମାନେ ମିଳେ ନା ସେ ଗାଁରେ ନେଟୱାର୍କ ନଥାଏ। ଖାଇବା ଛୁଟିରେ ଆଜ୍ଞା ଜଣେ ମତେ ସବସ୍କ୍ରାଇବର ମେସେଜ କଲେ, ଗୋଟେ ପାର୍ଟ କୁ କଟ୍ କରିକି, କି ଭାଇ ଆଜ୍ଞା ଚନ୍ଦ୍ର ସାରଙ୍କ ଇଣ୍ଟରଭ୍ୟୁ ରେ ସେ ଆପଣଙ୍କ ନାଁ ନେଇଛନ୍ତି। ମୁଁ ଦେଖୁଥାଏ, ଆଜ୍ଞା ରେ
मोर चैनल सेतबेले बहुत छोट 2-3 हजार सब्सक्राइबर 4 हजार खंड थिबे सेतेबेले भी ना नहीं मु हेदिन भारी खुशी हेदिन पूरा आम स्कूल देखते सारे हिंदी सारे मोर सांग सार देखो तो मोर वीडियो से कही मो माँ को देखते आज आज मुझे कहूँ एत मेसेज मैडम शिवी जनकर भरपूर सपोर्ट मत कहीं चिन्ह नथिबे अवश्य आ जानते तो मैडम चाहूଥିଲେ ପ୍ରିପେୟାର ହବା ପାଇଁ ଆଉ ମାନେ ଆପଣଙ୍କ ଠାରୁ ହେଲ୍ପ ପାଇଛନ୍ତି ସେ ଯେକୌଣସି ଚ୍ୟାନେଲ ବି ହେଲେ ନା ନେବେ ଆଉ ଯୋଉମାନେ ଭଲ ଲାଗିଲା ମ୍ୟାଡାମ ଆପଣଙ୍କ ସହିତ କଥା ସମସ୍ତଙ୍କର ନଥାଏ ସେମିତି 100% ଏଫର୍ଟ ନଥାଏ ପଢୁଛନ୍ତି ତ ସମସ୍ତେ ଯାହା ହଉ ନାଇଁ ମ୍ୟାଡାମ ଆପଣ ଏତେ ସମୟ ଦେଲେ ଆପଣଙ୍କ ମାନେ ଦେଖନ୍ତୁ ମୁଁ ବି କହୁଛି ମାନେ ସବୁ ଜିନିଷକୁ ମାନେ ସେୟାର କରିବା ବି ବହୁତ କଷ୍ଟ ମାନେ ଚାକିରି ଖଣ୍ଡେ ପାଇଲେ ବର୍ତ୍ତମାନ ଆପଣଙ୍କର ବାପା ବି ଖୁସି ଆପଣଙ୍କ ଶାଶୁ ଘରେ କୋଉ ଭଳିଆ ରେସ୍ପେକ୍ଟ ଦେଖିବେ ଆପଣ ମୋ ବାପା ମା ମୋ ବାପା କାନ୍ଦି ପକେଇଲେ ମୋ ମା ବି କାନ୍ଦି ପକେଇଲେ ଆମ ଘରେ ସମସ୍ତେ ଆଉ ମ୍ୟାଡାମ ସରକାରୀ ଚାକିରି ହଜବେଣ୍ଡ ସମସ୍ତେ ଟିଚର ମ୍ୟାଡାମ ଆପଣ ୟୁନିଫର୍ମ ପିନ୍ଧିକି ଯିବେ କୋଉ ଭଳିଆ ମାନେ ରେସ୍ପେକ୍ଟ ମୁଁ କହୁଛି ପା ଆପଣଙ୍କ ପିଲା ଛୁଆଙ୍କ ଭବିଷ୍ୟତ ସେଟ୍ ହେଇଗଲା ଦେଖନ୍ତୁ ଜଣେ ମାନେ ମୁଁ କହୁଛି ପା ଆପଣ ଧର ଆପଣଙ୍କ 3 କ୍ଲାସରେ ଗୋଟେ ବୃତ୍ତି ବାହାରୁଛି ଆପଣଙ୍କ ଝିଅ କି ପୁଅ ଦବାକୁ ଯାଇଛି ଯଦି ଆପଣ ଇନକେସ ଯାଇନାହାନ୍ତି ପାଖରେ ଜଣେ ଟିଚର କହିବ ରେ ସେ ବା ସେ ମ୍ୟାଡାମଙ୍କ ପୁଅ ତାକୁ ଛାଡ ସେ ଆଡମିଟ କାର୍ଡ ଦେଖା ମୁଁ ତାକୁ ବସେଇ ଦଉଛି ମାନେ ମୁଁ କହୁଛି ଟିଚର ଛଡା ମାନେ ମାନେ ଏତେ ରେସ୍ପେକ୍ଟଫୁଲ ଜବ୍ କିଛି ନାହିଁ ଆପଣ ବଢିଆ କାମ କରନ୍ତୁ ମୋର ଆଶା ସବୁଠି ପଇସା ପାଇବେ ରୋଜଗାର କରିବେ କିନ୍ତୁ ଟିଚରସିପ ରେ ଏମିତି ରେସ୍ପେକ୍ଟ सोसाइटी रे तमे सब दिन पई रेस्पेक्टेड हेकी रही गला जॉब छाड़िला परे भी हां नै माने आपण पदे खाली कहंतु ए जो जॉब पाइबा पई हेले मैरिज बयस माने ई सब किछि मैटर करे कि किछि मैटर करे बस जदी जनकर सेति की इच्छा अछि हां जदी मोटिवेशन थिबो जने निश्चित पाइबो मु जेंति कहली मो बापांकर पदे कथा मते मु भी हारि जाई थांती बहुत कांदे बहुत नर्वस भी हेई जाय किन मो बापांकर पदे कथा मते आज एई जगह रे आनी की पहुंचै छी बढ़िया आउ सार गोटे कथा जानते जते बहुत सारा मोटिवेशन अच्छी तो मु बारंबार माने क्लियर करि पारु नथली ओरिएंटेशन प्रोग्राम हुए सब पिला माने शॉर्ट वीडियो अपलोड करबी ताकू सब देखिले माने मुंड कोन हे जाय मु भी केबे एमिति यूनिफॉर्म पिनथिबी एई थरा जाउचंती आमो नुवा बीजेपी मुख्यमंत्री सहित सेल्फी नै जिवे किछि असुविधा आज्ञा नहीं बढ़िया देखो आमे मैडम देखो आमे गोटे छोटिया भाई भलिया देखो मोर मते देखो प्रथम कथा ना मु कहूँ कि मु बेस्ट लोक ना बड़ बड़ टीचर अच्छा मते फ्री समय लोक फ्री समय क्या गेम खेल भल लगे क्या रील्स बनने भल लगे मते सीबीजेड रो कंटेंट बस सेटा ही मुझे तो आपन को वीडियो देखिन सेटा ही मते भल लागिला जे आपन जने जॉब करके सैलरी अछि हेले भी फ्री रे एते जो कष्ट करके वीडियो अपलोड करतनी कोन पई करतनी आउ मैडम मु पदे कथा देखो भी आपन पाइछन माने मैडम देखंतु आपनक परे आउ जने मैडम अछंती तांको सहित भी कथा हेबी माने से माने तांको किए गोटे माने कहिथिला जने कि तू तो जीवन में किछि करि परिबो ना आउ से भी आपनक भलिया 100+ कि केते 100 माने बहुत भलो रखिछन स्कोर से भी कहिछन मो सहित कथा हेबे माने तांकर भी जर्नी माने मु देखुची मैडम लोक केते डेडिकेटेडली पढ़ुचंती लोक भाबंती घंटे पढ़ी पकेला परे 2 घंटा मोबाइल टिपिबे बेले आपण जदी सेही भला 2 घंटा मोबाइल टिपि थांते आज तो केते पछर थांते केबे मोबाइल टिपिनी केबे मोबाइल टिपिनी आपण कंटीन्यूअसली देइचंती खोली भी तो पाठ ही खोली भी मोबाइल के टाइम न थाए चार्ज सर जाइथिबा मो पाखरे 1 मंथ जो 1 मंथ मु कांसेप्ट क्लियर करली आपण तो जानले मु सही वीडियो रे ही कांसेप्ट क्लियर करथली आ आपण को एमसीक्यू सीरीज कंटेंट जहाँ भी थला मो मोबाइल ही मोर पाठ थिला सेतळे आ मते अलगा किछि टिपिया पय टाइम नथला मोबाइल चार्ज सर दिबो चार्ज बसै की पढुथिबी आज्ञा 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 नाई बढ़िया आपण आगु को भी जानतु हमर माने भगवान को इच्छा आ जत्ति की व्यूअर माने आपण कथा को सुनुचंती मैं भी हेई थाई पारे से टीचर मैं भी आपण को माने स्कूल पाख स्कूल ले आगु को पोस्टिंग होंतु आपण सहित मिसंतु जानिबे कि जने केते मु कहूचे मैडम आपण जेतिकी परिश्रम करचंती मु सिना सुनुची मो देह सीते उठुची मु तो थिले पागला हितांती मैडम मु कहूची आ से बेला आपण भी जदी माने समस्त देखिले सर कहंती एते पाठ केमिति पढुतु कंटीन्यूअसली केमिति बसुतु किंतु मो भीतर गोटे भोक थिला मु एतर सियोर जॉब पाइबे न होले मु आउ देखो मैडम मु जेते की बुझिची आपण 5 लोक आपण कहउतिले केबे होने लोकन को भात माने हाथ रे लगे की मारी मुना का हम भात रे मार दमु
ମତେ କହୁଥିଲ ନା ତୁମେ ମୁଁ କିଛି କାହାକୁ କହିବି ନା ଏବେ ଏମିତି ସ୍କୋର ରଖିବି ଟପ୍ ସ୍କୋର କରିକି ଯିବି ଦେଖିକି ସେ ଆପେ ଚଳିଯିବେ ମୋର ପ୍ରିନ୍ସିପଲ ସେଇଟା ମତେ ଜଣେ ଆସିକି ଧମକେଇବ ତମ ଡିଓ କହିଦେବି ମୁଁ କିଛି କହିବିନି ତାପରେ ଏମିତି ଭିଡିଓ ଅପଲୋଡ କରିବି ପୁରା ମାର୍କେଟ କିଲ୍ କରାଯିବ ଭଲ ଯେମିତି କାମକୁ ସମସ୍ତେ ଆପ୍ରିସିଏଟ କରିବେ ଏମିତି ଭିଡିଓ କଣ୍ଟିନ୍ୟୁ କରନ୍ତୁ ସାର୍ ମୋ ଭଳି ଅନେକ ପିଲା ବି ହେଲ୍ପଫୁଲ ହେବେ କିଏ ନାଇଁ ସମସ୍ତେ ତ ମ୍ୟାଡାମ ସବୁ ଜିନିଷକୁ ଏଇ ଆପ୍ରିସିଏଟ କରିବେ ବୋଲି ମାନେ ହଁ ନାହିଁ ହଁ କି ଯିଏ ପାଞ୍ଚ ସବୁ ଲୋକ ପିଲା ଭଲ ଦେଖିବେ ବୋଲି କହନ୍ତୁ ଯୋଉ 5ଟା ପିଲା ବି ଦେଖିବେ ସେ 5ଟା ପିଲା ତ ହେଲ୍ପଫୁଲ ହେବେ ନା ଆପଣଙ୍କ ଭିଡିଓରୁ। ଆଜ୍ଞା ନାଇଁ ମୋର ଆଗକୁ ବି ମ୍ୟାଡାମ ପ୍ଲାନ୍ ଅଛି ବହୁତ କିଛି ମାନେ ନୂଆ କରିବାର ଓଡିଶାରେ ଯାହା ହେଇନଥିବ ସମସ୍ତେ ମାନେ ପଇସା ଭାବନ୍ତି ଦୁନିଆରେ ବଡ ମାନେ ସେଟା ଆଜ୍ଞା ଆମର ଗୋଟେ ଖୁସି ମ୍ୟାଡାମ କିଏ ଦେଖନ୍ତୁ ଆପଣ ମୋ ସହିତ କଥା ହେଲେ ତାପରେ ତ ଆପଣ ଫ୍ୟାମିଲିରେ ବ୍ୟସ୍ତ ମୁଁ ମୋର ଇଆଡେ ବ୍ୟସ୍ତ ମୁଁ ଆପଣଙ୍କୁ 5 ପଇସା ଖାଇଦେବି ନା ଆପଣଙ୍କୁ କିଛି ଅଛି ଆପଣଙ୍କ ସହିତ ଆଜ୍ଞା କଥା ହେଲି ବହୁତ ବଢିଆ ଲାଗିଲା ଆଉ ଆପଣ ମେ ବି ମୋର ଇଚ୍ଛା ଆପଣ ଓରିଏଣ୍ଟେସନ କଲେଜରେ ଫଟୋ ଫଟୋ ଉଠେଇବେ ସେୟାର କରିବେ ମୁଁ ବି ଟିକେ ଛାଡିବି ଆଉ ଯଦି ବି ଆଜ୍ଞା ଆଜ୍ଞା ଆପଣ ସେତିକି ଭିଡିଓ ହେଇଯାଉ ସାର୍ ମୁଁ ବହୁତ ଖୁସି ହେବି ଆରାମ ସେ ମ୍ୟାଡାମ ମୁଁ ଆପଣଙ୍କ ବହୁତ ଖୁସି ହଜବେଣ୍ଡଙ୍କ ହେବି। ସହିତ ଟିକେ ମତେ କଥା କରେଇଦେବେ ଯାହା ହଉ ଦେଖୁନ ମୁଁ ତ ମାନେ ମୋର ମ୍ୟାଡାମ ପାଗଳା ମନ ମାନେ କହିଦେଇଥିବି ଭୁଲି ଯାଇଥିବି ଯୋଉ ଲୋକମାନେ ଆଜ୍ଞା ଦେଖିଥିବେ ଦେଖନ୍ତୁ ମତେ ଜଣେ ମାନେ ହ୍ୱାଟ୍ସଆପ କଲି ଆପଣ ଫଟୋ ପଠେଇଛନ୍ତି ମୁଁ ଅନ୍ କରିଥିବି ଆଉ ଗୋଟେ କଲ୍ ଆସିବ ମୁଁ ଭୁଲି ଯାଇଥିବି ସେଥିପାଇଁ ମାନେ ଏତେ ମାନେ ମୁଁ କହୁଛି ବା ମ୍ୟାଡାମ ଆପଣଙ୍କ ଯେମିତି ଭବିଷ୍ୟତ ଦରକାର ଥିଲା ମୋ ଚ୍ୟାନେଲର ଭବିଷ୍ୟତ ହଉଛି LTR ବ୍ୟାଚ୍ ଯଦି ଗୋଟେ କୋଶ୍ଚିନ୍ ନ ଆସିଥାନ୍ତା ମୋ କ୍ୟାରିୟର ଆଉ ୟୁଟ୍ୟୁବରେ ଫିନିଶ ଆଉ ମୋ କଥାରେ କିଛି ଭ୍ୟାଲୁ ବି ସାର୍ ନଥାନ୍ତା। ମୁଁ ହଁ ଏକ୍ଜାମ ହଲରେ ବସିକି ମତେ ଯୋଉ କୋଶ୍ଚେନ ମୋର ଟିକେ ଜଷ୍ଟ ମାଇଣ୍ଡ ଖଟକୁଥିଲା ମୁଁ ଗ୍ଲାଇକୋଲିସିସ୍ ଭାବୁଥିଲି ମ୍ୟାଡାମ ଦେଖିଥିବେ କୋଉ ଭଳିଆ ମୁଁ କୋଶ୍ଚିନ୍ ଛୋଟ ଭାବୁଥିଲି ଛୁଆଙ୍କ ପ୍ରଶ୍ନ ଏଇ ଭିଡିଓ ଟା ମୁଁ ହୁଁ ଶୁଣି ନା ଏଇ କୋଶ୍ଚେନ ଟା ମୁଁ ଦେଖିଛି ଏଇ କୋଶ୍ଚେନ ଟା ଶୁଣିଛି ମାନେ ଆପଣଙ୍କ ଭଏସ ଆପଣଙ୍କ ଭିଡିଓ ଯେମିତି ସ୍କ୍ରୋଲ ହଉଛି ମୋ ଆଖିର ସବୁ ପୁରା ନାଇଁ ନାଚି ବଢିଆ ଯାଉଥିଲା ସେ ସବୁ ମତେ ହଉ ଆବାଜ ହଉଥିଲା ଏଇଆ କହୁଛନ୍ତି ଏଇଆ କହୁଛନ୍ତି ହୁଁ ମୁଁ ସେଇଆକୁ ମନେ ପକେଇ ପକେଇକି ସବୁ କୋଶ୍ଚେନ ଆଟେମ୍ପ୍ଟ କରିକି ଆସିଛି। ବଢିଆ ଆଉ ମ୍ୟାଡାମ ଆପଣ ଯଦି ମାନେ ଗଲେ ସେ ଯୋଉ ମାନେ ଓରିଏଣ୍ଟେସନ କୁ ଯେତେବେଳେ ଯିବେ ଫଟୋ ଫଟୋ ଉଠେଇଲେ ସେୟାର କରିବେ ମୁଁ ବି ଆଜ୍ଞା ଦେଖିବି ମାନେ ଆଜ୍ଞା ଲୋକ ଆଜ୍ଞା ଦେଖିବେ ନା ହାଉସ ୱାଇଫ ମାନେ ବି ଜବ୍ ପାଆନ୍ତି ଲୋକ ଏବେ ବି ଅଛନ୍ତି ବହୁତ ହାଉସ ୱାଇଫ ଅଛନ୍ତି ସେମାନେ ଜବ୍ କରିକି ଚାକିରି ପାଇନାହାନ୍ତି ସେମାନେ ଯଦି ଅଟକି ଯାଉଥିବେ SSB ପାଇଁ ଆଜ୍ଞା ପଢାପଢି ଟିକେ ଜୋରଦାର କଲେ ଆରାମ ସେ ଚାକିରି ହବ ଆଜ୍ଞା ନାଇଁ କି ବଢିଆ ଆପଣ ଯେମିତି ଆଜ୍ଞା ସେଟେଲ ହେଲେ ଆପଣଙ୍କ ପରିବାର ଆଜ୍ଞା ଖୁସି ସେମିତି ଆଉ 5 ଲୋକ ଆପଣଙ୍କ ଚ୍ୟାନେଲ ବି ସାର୍ ବହୁତ ଆଗକୁ ବଢୁ ମୁଁ କହୁଛି ଆପଣ ମାନେ ଏତେ ଲୋକଙ୍କ ଆଖିର ଲୁହକୁ ପୋଛୁଛନ୍ତି ଏତେ ଆଶୀର୍ବାଦ ପାଉଛନ୍ତି ସେଇଟା ଆପଣଙ୍କ ପାଇଁ ଦେଖାଯାଉ ବହୁତ ମ୍ୟାଡାମ ଆଗକୁ ନବ ହଁ ନାଇଁ ମୋର ମ୍ୟାଡାମ ଜଣେ ଜେଜେ ଅଛନ୍ତି ମୋର ଇନଲଜ ରେ ଜଣେ ଜେଜେ ଅଛନ୍ତି ସେ 100+। ସେ ସବୁଦିନ ମୁଁ ସକାଳେ ସନ୍ଧ୍ୟା ତାଙ୍କୁ ଜୁଆର ହେଲା ବେଳେ ସେ କହନ୍ତି ଜଗନ୍ନାଥ ପ୍ରଭୁ ତାକୁ ରକ୍ଷା କର ସେ କେତେ ଏକ୍ଜାମ ଦଉଛି ତାକୁ କ୍ଲିୟର କରେଇ ଦିଅ ସେ ଏମିତି କହନ୍ତି ଯୋଉଦିନ ମୋର ରେଜଲ୍ଟ ବାହାରିଲା ସେ କାନ୍ଦିକି ମତେ କୁଣ୍ଢେଇ ପକେଇଲେ ସେ ଜଗନ୍ନାଥ ତା ଡାକ ଶୁଣିଲ ଆଜି ଆଉ ସେଇଟା ସେଇ କଥା ଇନଡାଇରେକ୍ଟଲି ମ୍ୟାଡାମ ଆପଣଙ୍କ ପାଖକୁ ହିଁ ଗଲା ହଁ ଆପଣଙ୍କ ନାଇଁ ମ୍ୟାଡାମ ହେଲ୍ପ ପାଇଁ ଦେଖନ୍ତୁ ହିଁ ମୁଁ ପାଇଲି। ଆମର ମାନେ ଆମେ ବି ମ୍ୟାଡାମ ଏତେ ମାନେ ଧନୀ ଲୋକ ନୁହଁ ମୁଁ ବି ସେମିତି ମାନେ ଯଦି ମାନେ ମୁଁ କହିବି ସବୁ ଫ୍ରି କରିଦେବି ମୋ ପେଟ ଅପୁସା ହେଇଯିବ ମାନେ ୟୁଟ୍ୟୁବ ରେ ମୁଁ ବି ଚାକିରି କରୁଛି ସରକାରଙ୍କ ପାଖରୁ ମାନେ ମୋ ଜ୍ଞାନ ଟାକୁ ବିକିକି ବି ପଇସା ଆଣୁଛି ହେଲେ ବି କଣ ହବ ମ୍ୟାଡାମ କିନ୍ତୁ ୟୁଟ୍ୟୁବ ରେ ଟିକେ ଆକ୍ଚୁଆଲି ମ୍ୟାଡାମ ଦେଖନ୍ତୁ CBZ ରେ ମାନେ ଆପଣ ଜଣେ ରାତିରେ ମତେ ମେସେଜ କରନ୍ତି 3ଟା ରାତିରେ ମୁଁ ଦେଖିକି ଡରିଯାଏ ମାନେ ରାତିରେ ଶୋଉନାହାନ୍ତି ଏତେ ପଢୁଛନ୍ତି କହିବେ ଭାଇ ମୋର ଜବ୍ ନିହାତି ଦରକାର ମାନେ ଏମିତି କଥା କହିଥିବେ ମୁଁ ଭାବେ ନା କି କେବେ CBZ ଠୁ ପଇସା ଲୁଟିବି ମାନେ ଯେତେବେଳେ ବି ମାଇଣ୍ଡ ସେଟ୍ କରେ ନାଇଁ ମୁଁ ଫ୍ରିରେ ଦେବିନି ମୁଁ କାଇଁ ଫ୍ରି ଦେବି ମୁଁ ପେଡ୍ କରିଦେବି ଗୋଟେ ମେସେଜ ଆସିବ ମୁଁ ପୁରା ଡରିଯାଏ ସେବେଳେ ନାଇଁ ଆଜ୍ଞା ଆପଣଙ୍କ କଥାରୁ ମୁଁ ଯେତିକି ନାଇଁ ଜାଣିଲି ଏମିତି ବି ପିଲା ଅଛନ୍ତି ବି ହୁଁ ପେଡ୍ କରିଦେଲେ ତାଙ୍କୁ ବି ସେ ସେତିକି ଆଫୋର୍ଡେବୁଲ ନୁହଁ ହଁ ଦେଇପାରିବେନି ମ୍ୟାଡାମ ନାଇଁ ଆପଣଙ୍କ ଫ୍ରି କାହିଁ ଆମର କଣ୍ଟେଣ୍ଟ ପାଇଁ ହଁ ବହୁତ ପିଲା ହେଲ୍ପ ପାଉଛନ୍ତି ଆଉ ଫ୍ରି ହଁ କଣ୍ଟେଣ୍ଟ ରେ ଏତେ ଡେପ୍ଥ ରୁ କ୍ୱେଶ୍ଚନ ସାର୍ ଆପଣ ସେୟାର କରୁଛନ୍ତି ମୁଁ ତ ମାନେ ମୋ ଭାଷାରେ ଖାଲି ଆପଣଙ୍କ ଶୋ ରେ କହିବାକୁ ଚାହୁଁଛି ସମସ୍ତେ ଭିଡିଓ ଦେଖନ୍ତୁ ଆଉ ସକ୍ସେସ ପାଇବାଟା ସୁନିଶ୍ଚିତ। ଧନ୍ୟବାଦ ମ୍ୟାଡାମ ଆମେ ବହୁତ ସମୟ ବି କଥା ହେଲେ ଆଉ ଯେତେବେଳେ ଆପଣ ଚାକିରି ଫାକିରି ଜଏନ କରିବେ ଆପଣଙ୍କ ହଜବେଣ୍ଡ ତ ଫାଙ୍କା ଥିବେ ଲଗେଇଦେବେ ମତେ କଲ୍ ଆପଣଙ୍କ ନମ୍ବର ସେଭ୍ ରହିଲା ଆଜ୍ଞା ଟିକେ ହଁ ଆଜ୍ଞା ଆଜ୍ଞା ନାଇଁ ଆଉ ସେ ମାନେ ଦେଖନ୍ତୁ ସମସ୍ତଙ୍କର ମାନେ ସ୍ଵାମୀର ହାଇସ୍କୁଲ ଟିଚର ମାନେ ସ୍ଵାମୀ ହବାର ଯୋଗ୍ୟତା ନଥାଏ ଆପଣଙ୍କର ସ୍ଵାମୀ ବୋଧେ ମେ ବି ଡେଡିକେଟେଡ ଲୋକ ଦେଖନ୍ତୁ ଆପଣ ଚାକିରି ପାଇଲେ କ୍ରେଡିଟ ନେବେ ସିଏ
ହେଇବା ସେ ସାର୍ ଆସିଛନ୍ତି ସେ କଣ ମାନେ ସେ କଣ ଟିଚର କି? ସିଓର ସିଓର ସିଏ ହଁ ସେ କିଛି ନ ଭାବିକି ମତେ ସେ ଗୋଟେ ପୁଅ ପିଲାଟେ ହେଇକି ରୋଷେଇ କରି ବାସନ ମାଜିକି ଆଉ ସବୁ ମ୍ୟାଡାମ ମତେ ସେ help ନାଇଁ କରନ୍ତି, ନାଇଁ help ବଢିଆ କରିଛନ୍ତି। ମାନେ ଦେଖନ୍ତୁ ଆପଣଙ୍କୁ ଭଗବାନ କୋଉ ବାଟରେ ନେବେ କୋଉ ଲୋକ ଥ୍ରୁ ଦେଖନ୍ତୁ ଯଦି ଅନ୍ୟ କାହାକୁ ମ୍ୟାରେଜ କରିଥାନ୍ତେ ମେ ବି ସେ କୋପରେଟିଭ ନ ହେଇଥାନ୍ତେ ସେ କଥା ଆପଣ ରୋଷେଇ କରିକି ପଢ ଆପଣ ପାଇଥାନ୍ତେ ସବୁ ଜିନିଷ ଯାହା ହେଇଛି ବଢିଆ ହିଁ ହେଇଛି ସେଇଟା ନାଇଁ ଭଗବାନଙ୍କୁ ଧନ୍ୟବାଦ ହଁ ସେ ଏମିତି ଇନଲଜ ଫ୍ୟାମିଲି ଦେଲେ ଏମିତିଆ ମାନେ ସେ ମୋ ଘର ଲୋକ ବି ଏମିତି ଆଉ ଆପଣଙ୍କ ମାନେ ଆପଣଙ୍କ ଭିଡିଓ ବି ଦେଲେ ସବୁ ପାଇଁ ଭଗବାନଙ୍କୁ ସେଟା thanks। ସେ ସବୁ ଭଗବାନଙ୍କ ଇଚ୍ଛା ଆମେ କିଏ ମ୍ୟାଡାମ ଆମେ କିଛି ଜାଣିନୁ ବାୟୋଲୋଜିରେ ଯାହା ଯେତିକି ଜାଣୁ ଆଣିକି ପ୍ରେଜେଣ୍ଟ କରୁ ସେଭଳିଆ ଆପଣ ଗୋଟେ ପାଇଲେ ମୋର କେତେ ଭାଇ ଭଉଣୀ କେତେ ସିବିଜେଡ୍ କଣ୍ଟାକ୍ଟ ସେମାନେ ଚାକିରି ପାଆନ୍ତୁ ଯେତେବେଳେ ସବୁ ପାଇବେ ସବୁ ସ୍କୁଲରେ ଆମ ସିବିଜେଡ୍ ଟିମ୍ ଥିବ ବାସ୍ କେତେ ମଜା ଆଉ ଗୋଟେ ଟ୍ରେନିଂ ଯାଇଥିବେ ମୁଁ ଏମିତି ଟ୍ରେନିଂ ଗଲା ବେଳେ ଦେଖା ହୁଅନ୍ତି ସରପ୍ରାଇଜ ରେ ମୁଁ ଭାରି ଖୁସି ସେତେବେଳେ ସେଟା ମଜା ଗୋଟେ ଅଲଗା। ମୋ ପାଇଁ ବହୁତ ବହୁତ ବଡ ଭାଗ୍ୟ ଆପଣଙ୍କ ସହିତ ଦେଖା ହେଇଗଲେ। ହଉ ହଉ ମ୍ୟାଡ଼ାମ ଠିକ୍ ଅଛି ବହୁତ ସମୟ ହେଲାଣି ଆପଣ ବି କାମ ସାରନ୍ତୁ ମୁଁ ବି ସାଙ୍ଗେ ସାଙ୍ଗେ ୟାକୁ ଏଡିଟ୍ କରିକି ଅପଲୋଡ଼ କରିବା ବ୍ୟବସ୍ଥା ମୁଁ କରିବି ଅପଲୋଡ଼ କରିବି ଆଜ୍ଞା ଆଉ ଧନ୍ୟବାଦ ମ୍ୟାଡ଼ାମ ଧନ୍ୟବାଦ ଆଜ୍ଞା ଆଜ୍ଞା ହଁ ସାର୍ ରହିଲି। ହଁ ହଁ ନମସ୍କାର।